ସମସ୍ତଙ୍କୁ ନମସ୍କାର। ଯାତ୍ରା ପୁସ୍ତକ ଦୁଇ ପର୍ବ ଏକ ପଦରୁ ଦେଖିବା। ଅନନ୍ତର ଲେବି ବଂଶଜାତ ଜଣେ ମନୁଷ୍ୟ ଯାଇ ଲେବି ବଂଶଜାତ ଏକ କନ୍ୟାକୁ ବିବାହ କଲା। ତହୁ ସେ ସ୍ତ୍ରୀ ଗର୍ଭଧାରଣ କରି ଗୋଟେ ପୁତ୍ର ପ୍ରସବ କଲା। ପୁଣି ବାଳକ ଅତି ସୁନ୍ଦର ଦେଖି ସେ ତାକୁ 3 ମାସ ଯାଇ ଗୋପନରେ ରଖିଲା। ତହି ଉତ୍ତାରେ ଆଉ ଗୋପନ କରି ନ ପାରି ସେ ଗୋଟିଏ ନଳ ନିର୍ମିତ ପେଡି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହି ମଧ୍ୟରେ ସେ ବାଳକକୁ ଥୋଇ ନଦୀ ତୀରସ୍ଥ ନଳ ନଳବନରେ ରଖିଲା। ପୁଣି ତାହାର କି ଦଶା ହବ ତାହା ଦେଖିବା ନିମନ୍ତେ ତାହାର ଭଗିନୀ ଦୂରରେ ଠିଆ ହୋଇ ରହିଲା। ଅନନ୍ତର ଫାରଙ୍କର କନ୍ୟା ସ୍ନାନ ନିମନ୍ତେ ନଦୀକୁ ଆସନ୍ତି ତାହାର ସହଚାରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ। ଏଥିମଧ୍ୟରେ ସେ ନଳବନରେ ଗୋଟେ ପେଡି ଦେଖି ତାହା ଆଣିବାକୁ ଆପଣ ଦାସୀକୁ ପଠାଇଲା। ସେ ପେଡି ଫିଟାଇ ସେଇ ବାଳକକୁ ଦେଖିଲା। ଆଉ ଦେଖ ସେ ବାଳକ କାନ୍ଦୁଅଛି। କହିଲେ ସେ ଦୟା ବହି କହିଲା ଏଇଟି ଏବ୍ରି ବାଳକ। ସେତେବେଳେ ତାହାର ଭଗିନୀ ଫାରଙ୍କର କନ୍ୟାକୁ କହିଲା ମୁଁ ଯାଇ ଆପଣଙ୍କ ନିମନ୍ତେ ଏହି ବାଳକକୁ ସ୍ତନ୍ୟପାନ କରିବା ପାଇଁ କି ଏବ୍ରିୟ ସ୍ତ୍ରୀଗଣ ମଧ୍ୟରୁ ଜଣେ ଧାତ୍ରୀକି ଡାକି ଆଣିବି। ତହିରେ ଫାରଙ୍କର କନ୍ୟା କହିଲା ଯାଅ। ତହୁ ସେ ବାଳିକା ଯାଇ ସେ ବାଳକର ମାତାକୁ ଡାକି ଆଣିଲା। ତେବେ ଫାରଙ୍କର କନ୍ୟା ତାହାକୁ କହିଲା ତୁମେ ଏ ବାଳକକୁ ନେଇ ମୋ ନିମନ୍ତେ ସ୍ତନ୍ୟପାନ କରାଅ, ମୁଁ ତୁମକୁ ବର୍ତ୍ତନ ଦେବି। ତହିରେ ସେ ସ୍ତ୍ରୀ ବାଳକକୁ ନେଇ ସ୍ତନ୍ୟପାନ କରାଇଲା। ଅନନ୍ତର ବାଳକ ବଢନ୍ତେ ସେ ତାକୁ ନେଇ ଫାରଙ୍କର କନ୍ୟାକୁ ଦେଲା। ତହିରେ ବାଳକ ତାହାର ପୁତ୍ର ହେଲା। ତେଣୁ ସେ ତାହାର ନାମ ମଶା ଆକର୍ଷିତ ଦେଲା, କାରଣ ସେ କହିଲା ମୁଁ ଜଳରୁ ଏହାକୁ ଆକର୍ଷଣ କଲି। ହଁ। ବହୁତ ଦିନ ପୂର୍ବରୁ ଆଉ ସେଠି ଗୋଟେ ଦେଶରେ ରାଜାଙ୍କର ଶାସନ ଚାଲିଥିଲା। ତେନେ ରାଜା ଶାସନ କଲା ସମୟରେ ଆଉ ଅନେକ ଗୁଡିଏ ଅ ଦେଶର ନା ଲୋକମାନେ ଆଉ ସୈନ୍ୟମାନେ ମନ୍ତ୍ରୀ ପ୍ରଜା ମାନେ ସମସ୍ତେ ଏମାନେ ଅ ମିଳିମିଶିକି ବଞ୍ଚୁଥିଲେ। ତ ଦିନେ ରାଜା ପ୍ରତ୍ୟେକ ମନ୍ତ୍ରୀ ପ୍ରଜା ମାନଙ୍କୁ ସେ ଜମା କଲେ ଆଉ ତାଙ୍କ ସହିତ ଖୁସି ହେବା ପାଇଁ। ଆମେ ଯେତେବେଳେ ଖୁସି ହେଇଥାଉ ଆମେ ମାଂସ ରାନ୍ଧିଥାଉ ଆଉ ସମ୍ପର୍କୀୟ ଲୋକକୁ ଡାକିଥାଉ। ଆମେ ବେଶୀ ସୁନ୍ଦର ଭାବରେ ଆମେ ତାଙ୍କ ସହିତ ସମୟ କାଟିବା ପାଇଁ ପସନ୍ଦ କରିଥାଉ। ତ ରାଜା ବର୍ତ୍ତମାନ ସୈନ୍ୟ ସାମନ୍ତ ପ୍ରଜା ମନ୍ତ୍ରୀ ସବୁ ଯୋଉମାନେ ଥିଲେ ତ ରାଜ ଦରବାରରେ ସମସ୍ତଙ୍କୁ ସେ ନିମନ୍ତ୍ରଣ କଲେ ଆଉ ଫିଷ୍ଟ କରିବା ପାଇଁ ସେ ଆରମ୍ଭ କଲେ। ତ ଯେତେବେଳେ ଅ ସମସ୍ତେ ଯିଏ ଯାହାର ଉପଭୋଗ କରୁଥିଲେ ଏନ୍ଜୟ କରୁଥିଲେ ସେଇ ସମୟ ତ ଅ ଲାଇଟ ନଥିଲା। ତ ହଠାତ୍ କଣ ହେଲା ଲଗାଇଥିବା ଲାଇଟ ଲିଭିଗଲା। ଯେତେବେଳେ ଲିଭିଗଲା ସବୁ ଅନ୍ଧାର ହେଇଗଲା। ଆଉ ଯେତେବେଳେ ଅନ୍ଧାର ହେଇଗଲା କିଏ ବି ପୁରା ପାଟିକି କିଛି ଆଉ ପାଟି କଲେ ନାହିଁ, ସମସ୍ତେ ଚୁପଚାପ ହେଇଗଲେ। ଜଷ୍ଟ କିଛି ସମୟ ପରେ ଅଳ୍ପ ସମୟ ପରେ ହଠାତ୍ ରାଜାଙ୍କର ଅ ରାଜକୁମାରୀ ସ୍ତ୍ରୀ ବହୁତ ଜୋରସେ ଚିତ୍କାର କଲେ। ବହୁତ ଜୋରସେ ସେ ପାଟି କଲେ। କଣ ବୋଲି ପାଟି କଲେ ଜାଣିଛନ୍ତି? ରାଜାଙ୍କୁ ରାଜାଙ୍କୁ ସେ ଚିତ୍କାର କରିକି କହିଲେ ରାଜା ଏଠି ଏତିକି ଯେତିକି ଲୋକ ସବୁ ଅଛନ୍ତି ସେ ଭିତରେ ଜଣେ ମୋର ଗାଲରେ ଆସିକି ଚୁମା ଦେଇ ଦେଇଛି ଅନ୍ଧାରରେ। ଆଉ ଜଲ୍ଦି ତାକୁ ଧରାଯାଉ। ତାର ଏତେ ସାହସ ଯେ ସେ ଆସିକି ମତେ ଅ, ଗାଲିରେ ଚୁମା ଦେଇ ଦେଇଛି, ସେଥିପାଇଁ ତାକୁ ଧରିବା ଦରକାର। ତ ସେଇ ସମୟରେ ଆହୁରି ନିଃଶବ୍ଦ ହେଇଗଲା ସବୁ ପରିବେଶ। ଆଉ ଜଲ୍ଦି ଲାଇଟ ଲଗାଅ ଆଉ ଆଲୁଅ କଲା ପରେ ସିଧାସଳଖ ଆମେ ତାକୁ ଧରିପାରିବା। କାହିଁକି
ଯୋଉ ବ୍ୟକ୍ତି ଯୋଉ ସୈନ୍ୟ ମତେ ଆସିକି ମୋ ଗାଲରେ ଚୁମା ଦେଇ ଦେଇଛି, ଆଉ ସେ ଯୋଉ ଟୋପି ସୈନ୍ୟର ଟୋପିର ଦି ଭାଗ ଏପଟ ସେପଟ, ଏପଟ ଭାଗ ସେପଟ ଭାଗରେ ଦିଟା ସୂତା ଝୁରୁଥିବ, ଦେଖିଥିବେ ଆପଣ ଟିଭିରେ ମଧ୍ୟ। ତ ମୁଁ ରାଇଟ ସାଇଡ ର ସୂତାକୁ ଧରି ଦେଇଛି କି ମୋ ହାତରେ ଅଛି ଏବେ। ତ ଆଲୁଅ ଯଦି ଆଲୁଅ ଆସିଲା ପରେ ସମସ୍ତ ସୈନ୍ୟ ମାନଙ୍କ ଭିତରେ ଯାହାର ଟୋପିର ରାଇଟ ସାଇଡ ରେ ସୂତା ନାହିଁ, ସେଇ ହିଁ ସେ ବ୍ୟକ୍ତି ଯିଏକି ମତେ ଆସିକି ଗାଳିରେ ଛୁମା ଦେବ, ଆଉ ତାକୁ ଦଣ୍ଡ ଦିଆଯାଏ। ଓ ବର୍ତ୍ତମାନ ସମସ୍ତେ ଡରିଗଲେ। ଆଉ ଯୋଉ ଲୋକ ବର୍ତ୍ତମାନ ଆଲୁଅ ଲଗେଇବା ପାଇଁ ଯାଉଥିଲେ, ସେ ସମୟରେ ହଠାତ୍ ରାଜାଙ୍କର ସ୍ୱର ଆସିଲା, କିଏ ବି ଆଲୁଅ ଲାଇଟ ଲଗେଇବ ନାହିଁ, ବା କିଏ ମଧ୍ୟ ଦୀପ ଜଳେଇବ ନାହିଁ, ମୁଁ ନ କହିଲା ପର୍ଯ୍ୟନ୍ତ। ଟିକେ ହ୍ୟାଲୋ। ତ ରାଜା ବହୁତ ଜୋର ସେ ଚିଲେଇ କହିଲେ ଯେ କିଏ ବି ଲାଇଟ ଜଳେଇବ ନାହିଁ, ମୁଁ ନ କହିଲା ପର୍ଯ୍ୟନ୍ତ। ଆଉ ସେଇ ସମୟରେ ଯୋଉ ଲୋକ ବର୍ତ୍ତମାନ ସେ ଆଲୁଅ ଲଗେଇବା ପାଇଁ ଯାଉଥିଲା, ସେ ମଧ୍ୟ ଆଉ ଆଗକୁ ଯାଇପାରିଲା। ତ ରାଜା ବର୍ତ୍ତମାନ କିଛି ସମୟ ଗଲା ପରେ ଆଉ ଥରେ କହିଲେ, ସମସ୍ତେ ମୋର କଥା ଶୁଣ, ଯିଏ ମଧ୍ୟ ସୈନ୍ୟ ମାନଙ୍କ ଭିତରେ ଟୋପି ଯିଏ ଲଗେଇଛନ୍ତି, ସମସ୍ତେ ରାଇଟ ସାଇଡ ର ଗୋଟେ ଗୋଟେ ସୂତାକୁ ତମେ ଝିକି ଦିଅ, ଆଉ ତମ ହାତରେ ତମେ ଧର। ତ ଯେତେବେଳେ ରାଜା ଏମିତି କହିଲେ, ଦେନ୍ ଇ ରାଣୀ ଶୁଣିକି ବେଶୀ ଖୁସି ହେଇଥିବେ ନା ବେଶୀ ରାଗି ଯାଇଥିବେ? ଖୁସି ହେଇଥିବେ। ସେ କନଫ୍ୟୁଜ ହେଇଗଲେ, ଆରେ କେମିତିକା ରାଜା ସ୍ୱାମୀ ଏ ମୋର, ମୁଁ ବର୍ତ୍ତମାନ ଦୋଷୀକୁ ଧରିବା ପାଇଁ ତାର ସୂତାକୁ ଧରିଛି ମୁଁ। ଯଦି ଏବେ ରାଜା ଆଲୁଅ ଲଗେଇଲା ପୂର୍ବରୁ ସମସ୍ତ ସୈନ୍ୟ ମାନେ ଆଉ ଗୋଟେ ସୂତାକୁ ରାଇଟ ସାଇଡ ର ସୂତାକୁ ତମେ ଟୋପିର ଝିକି ଦିଅ, ତମେ ଧର ବୋଲି ତାର ଅର୍ଥ କଣ? ତାହେଲେ ତ ଜଣା ପଡିବନି ନା, କାରଣ ସମସ୍ତଙ୍କ ପାଖରେ ରାଇଟ ସାଇଡ ର ସୂତା ବର୍ତ୍ତମାନ ହାତରେ ଥିଲେ, ସେ ଦୋଷୀକୁ କେମିତି ଜଣା ପଡିବ? ଜଣା ପଡିବନି ନା। ତ ରାଜା ସେଇ ସମୟରେ କହିଲେ, ଜଲ୍ଦି ତମେ ସୂତାକୁ ଛିଣ୍ଡେଇ ଦିଅ, ଆଉ ତମ ହାତରେ ଧର। ଆଉ ସମସ୍ତେ ସୈନ୍ୟ ମାନେ ତାଙ୍କ ରାଇଟ ସାଇଡ ର ଟୋପିର ସୂତାକୁ ଝିକିଲେ ହାତରେ ଧରି। ତାପରେ ରାଜା କହିଲେ, ଏବେ ଆଲୁଅ ଲଗାଯାଉ। ସେ ସମୟରେ ଆଲୁଅ ଜଳିଲା। ହେଲେ ଯେତେବେଳେ ଆଲୁଅ ବର୍ତ୍ତମାନ ଜଳୁଛି, ଜଳିଲା, ଯୋଉ ଲୋକ ବର୍ତ୍ତମାନ ରାଣୀକୁ ଏଇ ପ୍ରକାର ଖରାପ ଭାବରେ ସେ ଅନ୍ଧାର ସବୁ ଦେଖିକି ସେ ଯାଇକି ଖରାପ ବ୍ୟବହାର କରୁଥିଲା, ତାକୁ ଧରିବା ପାଇଁ ଆଉ ହେଇପାରିବ କି? ନାଇଁ। କାରଣ ସମସ୍ତ ରାଇଟ ସାଇଡ ରେ ଯେ ବର୍ତ୍ତମାନ ସେ ସୂତା ଅଛି, ତ ଜଣା ପଡିବ କେମିତି? ତାପରେ ରାଜା କହିଲେ, ଆଉ ସମସ୍ତେ ନିଜ ନିଜ ଜାଗାକୁ ତ ଫେରିଯାଅ, କରିକି ସେ ଭୋଜି ବନ୍ଦ କରିଦେଲେ। ତ ରାଣୀ ବୁଝିପାରିଲେନି, ରାଣୀ ଏମିତି କେମିତି ହେଇପାରିବ ବୋଲି। କିଛି ସମୟ ଗଲା ପରେ ରାଜା ତାଙ୍କୁ ବୁଝେଇବା ପାଇଁ ଆରମ୍ଭ କଲେ, ମୁଁ ଜାଣିଛି, ଆଉ ଯିଏ ମଧ୍ୟ ଏମିତି କାମ କରୁଛି ତମ ଆଡକୁ, ସେଇଟା ବେଶୀ ଖରାପ ଭାବରେ କରୁଛି। କିନ୍ତୁ ଏଇଟା ସ୍ୱାଭାବିକ ବିଷୟ। ସେ ସୈନ୍ୟ ତାର ହୃଦୟ ଭିତରେ ନିଜକୁ ସେ ନିୟନ୍ତ୍ରଣ କରିପାରିଲାନି, ତାର ଅଭ୍ୟାସ। ଆଉ ରାଣୀ, ତମେ ମଧ୍ୟ ବେଶ ସୁନ୍ଦର ଦେଖା ଯାଉଛ, ସେଥିପାଇଁ ସେ ନିଜକୁ ସେ କଣ୍ଟ୍ରୋଲ କରିପାରିଲା ନାହିଁ। ବିଫଳତା ଭାବରେ ଯଦି ଆମେ ତାକୁ ହତ୍ୟା କରିଥାନ୍ତୁ, ଆମେ ତାକୁ ଯଦି ଦଣ୍ଡ ଦେଇଥାନ୍ତୁ, ଯଦି ତାକୁ ଆମେ ଜୀବନରେ ପ୍ରାଣରେ ମାରି ଦେଇଥାନ୍ତୁ, ତାହେଲେ ସେଇଟା ଆମର ହିଁ କ୍ଷତି। ଆଉ ସେଇଟା ପ୍ରକୃତରେ ଆମଙ୍କର ସୈନ୍ୟକୁ ହରାଇବା ପାଇଁ ଆମର ହିଁ କ୍ଷତି। ତ ସେ ସମୟରେ ରାଜା ମଧ୍ୟ ନିଜର ରୁମକୁ ପଳେଇଲେ। କିଛି ବର୍ଷ ଗଲା ପରେ ଏ ଦେଶକୁ ଯେଉଁ ଶତ୍ରୁମାନେ ଆକ୍ରମଣ କରିବା ପାଇଁ ଆସିଲେ, ଆଉ ସେଇ ସମୟରେ ଘମାଘୋଟ ଯୁଦ୍ଧ ଚାଲିଥିଲା। ଶତ୍ରୁମାନେ ଆସିକି ବର୍ତ୍ତମାନ ଘେରେଇକି ସୈନ୍ୟମାନଙ୍କୁ ଆକ୍ରମଣ କରୁଥିଲେ। ହଠାତ୍ ରାଜାଙ୍କର ପାଖକୁ ଗୋଟେ ସୈନ୍ୟ ଶତ୍ରୁ ଧନୁଷର ତୀର ଯେତେବେଳେ ମାରିଲା,
ସେ ସମୟରେ ଗୋଟେ ସାଧାରଣ ସୈନ୍ୟ ଆସିକି ରାଜାଙ୍କର ସାମ୍ନାରେ ଆସିକି ଛିଡା ହେଲା। ଆଉ ଯେତେବେଳେ ରାଜାଙ୍କର ସାମ୍ନାରେ ଆସିକି ଛିଡା ହେଲା, ସେ ତୀର ରାଜାଙ୍କୁ ବକ୍ଷସ୍ଥଳରେ ନ ବାଜିକି ବର୍ତ୍ତମାନ ସେ ସୈନ୍ୟର ବକ୍ଷସ୍ଥଳରେ ବାଜିଲା। ରାଜା ବହୁତ ଆଶ୍ଚର୍ଯ୍ୟ ହେଇଗଲେ। ଆଉ ରାଜା କହିଲେ, ତମେ କିଏ? କାହିଁକି ତମେ ମତେ ବଞ୍ଚେଇଲ? ତମେ କାହିଁକି ମୋର ଜୀବନକୁ ବଞ୍ଚେଇବା ପାଇଁ ତମେ ନିଜର ଜୀବନକୁ ଦାରୁ ପକେଇଲ? କାହିଁକି ତମର ନିଜର ଜୀବନକୁ ତମେ ଏତେ ଗୁରୁତ୍ୱପୂର୍ଣ୍ଣ ନ ଦେଇକି ମୋର ଜୀବନ ରକ୍ଷା କରିବା ପାଇଁ ତମେ ମୋ ଆଗକୁ ଆସିଲ? ସେ ସମୟରେ ସେ ସୈନ୍ୟ କହିବା ଆରମ୍ଭ କଲେ, କୋଉ ଜୀବନ ରାଜା? ମୁଁ କୋଉଠି ବଞ୍ଚିଛି? ମୁଁ ତ ଅଲରେଡି ମରି ସାରିଛି। ମୁଁ ବହୁତ ବର୍ଷ ପୂର୍ବରୁ ଅଲରେଡି ମରି ସାରିଛି। ଆଉ ଯଦି ମୁଁ ଏଠି ବଞ୍ଚିଛି ଆଜି ପର୍ଯ୍ୟନ୍ତ, ତାହେଲେ ଏଇଟା କେବଳ ବୋନସ ଲାଇଫ, ଏଇଟା କେବଳ ଅନୁଗ୍ରହର ଜୀବନ, ଯାହାକି ଆପଣଙ୍କ ଠାରୁ ମୁଁ ପାଇଅଛି। ତ ରାଜା ବୁଝିପାରିଲେ ନାଇଁ, ଇଏ କଣ କହୁଛି କହିବି। ତାପରେ ଏ ସୈନ୍ୟ ରାଜାଙ୍କୁ କହିବା ଆରମ୍ଭ କଲେ, ମନେ ପକାନ୍ତୁ, ଗୋଟେ ଦିନ ଗୋଟେ ଭୋଜି ହଉଥିଲା, ଆପଣ ସମସ୍ତଙ୍କୁ ଡାକିଥିଲେ। ମୁଁ ସେଇଦିନ ବହୁତ ମଦ ପିଇ ଦେଇଥିଲି, ଆଉ ମୁଁ କଣ୍ଟ୍ରୋଲ କରିପାରିଲି ନାହିଁ। ମୁଁ ଆପଣଙ୍କର ସ୍ତ୍ରୀ ରାଣୀଙ୍କର ଗାଲରେ ମୁଁ ଯାଇକି ଚୁମା ଦେଇଥିଲି। କିନ୍ତୁ ଦେଲା ପରେ ମୁଁ ବେଶୀ ଭୟଭୀତ ହେଇଗଲି, ମୋତେ ବେଶୀ ଡର ଲାଗିଲା। କିନ୍ତୁ ସେଇଦିନ ମୁଁ ଆପଣଙ୍କର ହୃଦୟକୁ ହୃଦୟଙ୍ଗମ କଲି। ସେଇଦିନ ମୁଁ ଆପଣଙ୍କର ହୃଦୟରେ ଥିବା କ୍ଷମାର ହୃଦୟକୁ ମୁଁ ସେଇଦିନ ଦେଖିଲି। ଯଦି ଆପଣ ଚାହିଁଥାନ୍ତେ, ତାହେଲେ ଆପଣ ସେଇଦିନ ହିଁ ମତେ ମାରି ଦେଇଥାନ୍ତେ। କିନ୍ତୁ ମୁଁ ପାଇପାରିଲି, ମତେ ଆପଣ ବଞ୍ଚେଇବା ପାଇଁ। ସମସ୍ତ ସୈନ୍ୟମାନଙ୍କୁ କହିଲେ, ନିଜ ନିଜର ରାଇଟ ସାଇଡ ର ଟୋପିର ସୂତାକୁ ତମେ ଝିକି ଦିଅ। ଆଉ ରାଜା, ମୁଁ ସେଇଦିନ ହିଁ ମରି ଯାଇଥିଲି। ଆଜି ପର୍ଯ୍ୟନ୍ତ ମୁଁ ଯୋଉ ବଞ୍ଚିଛି, ତାହେଲେ କେବଳ ଆପଣଙ୍କର ଅନୁଗ୍ରହ ଦ୍ଵାରା ବଞ୍ଚିଛି। ଏଇଟା କେବଳ ଆପଣଙ୍କର ଜୀବନ। ତ ଆଜି ଯଦି ମୁଁ ମରୁଛି, ତାର ଅର୍ଥ ନାହିଁ ଯେ ମୁଁ ମୋର ଜୀବନ କରୁଛି। ଏତିକି ପର୍ଯ୍ୟନ୍ତ ମୁଁ ବେଶୀ ଧନ୍ୟବାଦୀ ଅଟେ। ଏତିକି ପର୍ଯ୍ୟନ୍ତ ମୁଁ ପ୍ରକୃତରେ ବେଶୀ ଥ୍ୟାଙ୍କଫୁଲ ଅଟେ, ଯେ ମୁଁ ଆପଣଙ୍କ ପାଇଁ ଗୋଟେ ଅଯୋଗ୍ୟ ସୈନ୍ୟ ହେଲେ ମଧ୍ୟ, ଗୋଟେ ଅପରାଧୀ ହେଲେ ମଧ୍ୟ, ଆପଣଙ୍କ ଦୟା, ଆପଣଙ୍କ ଅନୁଗ୍ରହ ପାଇଁ ଆଜି ପର୍ଯ୍ୟନ୍ତ ମୁଁ ଆସିଥିଲି। ତ ବର୍ତ୍ତମାନ ମୁଁ କେବେ ରିଗ୍ରେଟଫୁଲ ନାହିଁ, ମୁଁ ଦୁଃଖୀ ନାହିଁ, କି ମୁଁ କେ ମଧ୍ୟ ଲସ୍ ଫିଲ୍ କରୁନାହିଁ ଯେ ମୁଁ ମରୁଛି କହିକି। କାରଣ ଅଲରେଡି ମୁଁ ମରି ସାରିଛି। ବର୍ତ୍ତମାନ ମୁଁ କେବଳ ଧନ୍ୟବାଦ ସହକାରେ ମୁଁ ଏଇ ଜଗତକୁ ଛାଡ଼ିବି। ତ ଯେତେବେଳେ ଏ କାହାଣୀ ମୁଁ ମନେ ପକଉଥିଲି ଆଜି ସନ୍ଧ୍ୟାରେ, ଦେନ୍ ଆମେ ଯଦି ଏ କାହାଣୀକୁ ଆମ ସହିତ ଜଡିତ କରିବା, ଆଜି ସକାଳେ ମଧ୍ୟ ସେ ବାକ୍ୟକୁ ମୁଁ ମନେ ପକେଇ ଦଉଥିଲି ଯେ, ତୁମେ ମାନେ ବିଶେଷ ମୂଲ୍ୟରେ କିଣା ଯାଇଛ, ଲେଖା ହେଇଛି ଭାଇ। ଭାଇ ଭଉଣୀ ମାନେ, ଆମର ଲାଇଫ କଣ ଜାଣିଛନ୍ତି? ଖ୍ରୀଷ୍ଟିଆନ ଜୀବନ ନାହିଁ, ଏ ଜାଗତିକ ଭାବରେ ଜଗତରେ ସେ ଜଡିତ ହେଇକି ପଡୁଛି। ଗୋଟେ ପକ୍ଷୀ ଯାର ଡେଣା ଯଦି ନାହିଁ, କଟା ହେଇଛି, ତାହେଲେ ସେ ବାଧ୍ୟ ହେଇକି ସେ ଜମିରେ ହିଁ ତାର ଗୋଡକୁ ରଖିକି ସେ ବଞ୍ଚିବା ପାଇଁ ବାଧ୍ୟ ହୋଇଥାଏ। ଯୋଉ ପକ୍ଷୀ ତାର ଗୋଡକୁ ଅଧିକାଂଶ ସମୟରେ ବ୍ୟବହାର କରୁଛି ଜମିରେ ପକେଇକି ରଖିକି, ତାର ଲକ୍ଷଣ ହଉଛି ସେ ଡେଣା, ତାର ସେ ପକ୍ଷୀର ଡେଣା ନାହିଁ, କଟା ହେଇଛି। ଯୋଉ ପକ୍ଷୀର ଡେଣା ଅଛି, ଅଧିକାଂଶ ସମୟରେ ସେ ଗୋଡ ପରିବର୍ତ୍ତେ ସେ ଡେଣାକୁ ବ୍ୟବହାର। ଆଉ ଏ ପକ୍ଷୀର ଲାଇଫ ହଉଛି କଣ? ସର୍ବମୋଟ ଭାବରେ ପକ୍ଷୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ପକ୍ଷୀର ଜୀବନ ରହୁଛି। ଗୁରୁତ୍ୱପୂର୍ଣ୍ଣ ପାର୍ଟ ହଉଛି କଣ? ଇଏ ସଦାବେଳେ ପୃଥିବୀରେ ଯୋଉ ମାଧ୍ୟାକର୍ଷଣ ଶକ୍ତି ଅଛି ଅଛି ଟାଣୁଛି ତଳକୁ, ଏ ପକ୍ଷୀ ଏ ମାଧ୍ୟାକର୍ଷଣ ଶକ୍ତିକୁ ଜିତିକି ସେ ଉଡିବ। ଏଇଟା ହଉଛି ପକ୍ଷୀର, ମାନେ ଗୋଟେ ଜୀବନ୍ତ ପକ୍ଷୀର ଗୋଟେ ଲକ୍ଷଣ। ମଣ୍ଡଳୀକୁ ଆସିଲା ପରେ ଯେତେବେଳେ ମୁଁ ମନେ ପକଉଛି, ପରମେଶ୍ୱର ସେଠି ଅନେକ ଗୁଡିଏ ସମୟରେ ମତେ ଗାତରେ ଠେଲା ସୁଦୃଶ, ବହୁତ ଗୁଡିଏ ସମସ୍ୟା ଦେଇକି, ଅନେକ ଗୁଡିଏ ଆ ପରିସ୍ଥିତି ଦେଇକି, ଆଉ ସ୍ୱତନ୍ତ୍ର ଭାବରେ ମୋ ନିଜର ଧାର୍ମିକତା ବିଷୟରେ ମୁଁ କିଛି ମୁଁ ଜାଣିନଥିଲି। ଏବେ ଗୋଟେ ଭଉଣୀର ସାକ୍ଷ୍ୟ ମୁଁ ଶୁଣୁଥିଲି ଝାରସୁଗୁଡାରୁ, ଆସି କହୁଥିଲେ, ମୁଁ କେବେ ମଧ୍ୟ ନିଜକୁ ଭୁଲ ବୋଲି ଭାବୁନଥିଲି। ସତ କଥା, ମୋ ଲାଇଫରେ ମୁଁ କେବେ ମଧ୍ୟ ମଦ ପିଇଲା ଟାଇମରେ ମଧ୍ୟ ମୋର ଠିକ ଚିନ୍ତା ହିଁ ମତେ ଠିକ ଲାଗୁଥିଲା। ଆଶ୍ଚର୍ଯ୍ୟ କଥା ନାହିଁ, ମଣିଷ କଦର୍ଯ୍ୟ ମନ୍ଦ ବୋଲି
ପ୍ରକାଶ ପାଇଲା ପରେ ମଧ୍ୟ ମଣିଷର ପ୍ରକୃତି ହଉଛି ସେ ନିଜକୁ ହିଁ ବିଶ୍ୱାସ କରେ। କେତେ ଆଶ୍ଚର୍ଯ୍ୟ। କଙ୍କଡାକୁ ଆପଣ ଯେତେ ଚେଷ୍ଟା କରିବେ ସିଧା ଚଲେଇବା ପାଇଁ ତାକୁ ଯେଡେ ବଡ ଟ୍ରେନ ଦେଲେ ମଧ୍ୟ ସେ କେବେ ସିଧା ଚାଲିବନି। ଗୁଡ ନ୍ୟୁଜ ମିଶନରେ ଗୁଡ ନ୍ୟୁଜ ଚର୍ଚ୍ଚର ଆତ୍ମିକ ଜୀବନର ବେଶ କଣ ଜାଣିଛନ୍ତି? ଫାଉଣ୍ଡେସନ ମାନେ ଆମର ମଣ୍ଡଳୀରେ ଆତ୍ମିକ ଜୀବନକୁ ମେଣ୍ଟେନ କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫାଉଣ୍ଡେସନ ହଉଛି ଆଦିପୁସ୍ତକ 6 ପର୍ବର 5। ଯଦି ଆପଣ ଜୀବନରେ ଥରେ ଯଦି ଏ ବାକ୍ୟ ଯଦି ଆମ ଭିତରେ ସ୍ଥାପନ ହେଲା, ଏ ଗୋଟେ ବାକ୍ୟ ଦ୍ଵାରା ଆମର ଜୀବନ ସରିଯିବ କିନ୍ତୁ ଆଶୀର୍ବାଦ ଆମକୁ ଛାଡିକି ଯିବ ନାହିଁ। ଏ ଗୋଟେ ବାକ୍ୟ ଆମ ଜୀବନରେ ଅନୁଗ୍ରହ, ଦୟା, କ୍ଷମା, ଈଶ୍ୱର ପ୍ରେମ ସବୁ ବିଷୟର ସଠିକ ଜ୍ଞାନ ଆମକୁ ଦେଇପାରେ। ନହେଲେ ଆମର ଆତ୍ମିକ ଜୀବନ ଯଦି ଆମେ ଯୁବକ ସଦୃଶ ବଞ୍ଚୁଛୁ। ହୁଁ? ଯୋଉ ଯୁବକ ଯୀଶୁକୁ ଯାଇ କହୁଛି, "ଆଉ ମୁଁ ତ ପିଲାଦିନରୁ ସବୁ ବ୍ୟବସ୍ଥା ମାନି ସାରିଛି, ଆଉ କଣ ମୋ ପାଇଁ ଅଛି କୁହନ୍ତୁ। ତୁ ତୋର ସବୁ ଧନ ସମ୍ପତ୍ତି ବିକ୍ରି କରିଦେ, ଦରିଦ୍ରଙ୍କୁ ଦାନ କରିଦେ, ଆମ ପଛରେ ଆସେ, ମୁଁ ତତେ ସ୍ୱର୍ଗରେ ଧନ ଦେବି।" ଜୀବନ ସାରା ଇଏ ଲୋକ ଭାବୁଛି ମୁଁ ଯୀଶୁ ପାଇଁ ଅନେକ ଗୁଡିଏ କାମ କରୁଛି। ମାତ୍ର ଯେଉଁ ସମୟରେ ଯୀଶୁଙ୍କୁ ସେ ଭେଟୁଛି, ଗୋଟେ ସେକେଣ୍ଡରେ ଯୀଶୁ ୟାର ଆତ୍ମିକ ଜୀବନର ପୁନାଦିକୁ ଦହଲେଇ ଦେଲେ। ଆଉ ସେଇ ସମୟରେ ଯେମିତି ଆଦମ ହବା କୋଇଲି ପତ୍ରର ବସ୍ତ୍ର ପିନ୍ଧିକି ସେମାନେ ରହୁଛନ୍ତି, ସେମାନେ କେବେ ଆଲୋକକୁ ଯାଇପାରିବେ? ଅସମ୍ଭବ। ସମାନ ଭାବରେ ଯୋଉ ସମୟ ପର୍ଯ୍ୟନ୍ତ ମନୁଷ୍ୟ ଆପଣ ଧାର୍ମିକତାକୁ ହୁଁ, ଧରିକି ଅଛି, ବାକ୍ୟର ଅନୁସାରେ ସେମାନେ ନିଜ ନିଜ ଧାର୍ମିକତାକୁ ସ୍ଥାପନ କରି ଚେଷ୍ଟା କରି ଈଶ୍ୱର ଦତ୍ତ ଧାର୍ମିକତାରେ ସେମାନେ ବଶୀଭୂତ ହେଇନାହାନ୍ତି ଲେଖାଏ। ମୁଁ ଏଇ ଦିନ ପରେ ମୁଁ ଆଶ୍ଚର୍ଯ୍ୟ ହଉଛି ଯେ କେତେ ମୂଲ୍ୟବାନ ସମୟକୁ ପରମେଶ୍ୱର ଦେଇଥିଲେ ମତେ। ମୁଁ ଯେତେବେଳେ କମ୍ବାଗିରି ରହୁଥିଲି, ମୁଁ ଯେତେବେଳେ କମ୍ବାଗିରି ରହୁଥିଲି, କି ମୁଁ ଯେତେବେଳେ ଖରିଆରେ ରହୁଥିଲି, ମତେ କିଛି ଆଉ ଅଧିକ ଅଧିକ ଜିନିଷ ଜାଣିବା ପାଇଁ ମତେ ଲାଗୁନାହିଁ ଆଉ। ମୁଁ କିଛି ଏକ୍ସଟ୍ରା ଜିନିଷ ମତେ ଶିଖିବା ଦରକାର ମୋର ମିନିଷ୍ଟ୍ରି ପାଇଁ, ମତେ ଏମିତି କିଛି ଲାଗୁନି ଆଉ। କିନ୍ତୁ ପତ୍ର ଦେଇଥିବା ବାକ୍ୟ, ଯେ ବାକ୍ୟକୁ ମୁଁ ତୁଚ୍ଛ କରି 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 ଆସିଲି, ଯେ ବାକ୍ୟର ମୂଲ୍ୟକୁ ନ ବୁଝିକି ମୁଁ ସେ ବାକ୍ୟକୁ ଯେମିତି ସେ ସାରିପତ ବିଧବା ସ୍ତ୍ରୀ, ସରି, ହଁ, ସେ ବିଧବା ସ୍ତ୍ରୀ ଯିଏ ତାର ଥିଲା ପିଲାମାନଙ୍କୁ ସେ ଅ, ନେଇକି ସେ କଣ କରିବୁ, ଆମେ ବର୍ତ୍ତମାନ ଉଦ୍ଧାରି ମୋ ସ୍ୱାମୀ କରିକି ମରିଗଲେ। ସେଥିପାଇଁ ଅ, ସେ ବର୍ତ୍ତମାନ କଣ କରିବ ସେ ଜାଣିନାହିଁ। କିନ୍ତୁ ଇଂଲିଶ ଆସିକି ତାଙ୍କୁ କହୁଛନ୍ତି, କଣ ଅଛି? ନାଇଁ, ଆମ ଘରେ ଗୋଟେ ପାତ୍ର ତେଲ ଛଡା ଆଉ କିଛି ନାହିଁ। ଆଉ ସେ ସମୟରେ ଇଲିଶା କହୁଛନ୍ତି, ତମେ ଅ, ପଡିଶା ଘରୁ ସୋନି ପାତ୍ର ନେଇକି ଆସ, ଆଉ ତମେ ଅଜାଡ ତେଲ ଭର୍ତ୍ତି ହେଲା ପର୍ଯ୍ୟନ୍ତ ଅଜାଡ। ସେ ସ୍ତ୍ରୀ ଲୋକ ଜାଣିନଥିଲା ତାଙ୍କ ଘରେ କଣ ଅଛି। ଗୋଟେ ଛୋଟ ପାତ୍ରରେ ତେଲ ଅଛି, ତା ଛଡା କିଛି ନାହିଁ ବୋଲି କହିବାର ଅର୍ଥ କଣ? ତାର ନଜରରେ, ତାର ଦୃଷ୍ଟିରେ ସେ ତେଲର ଯୋଉ ପାତ୍ରରେ ତେଲ ଅଛି କିଛି କାମକୁ ନାହିଁ। ତାର କୌଣସି ବ୍ୟବହାର ନାହିଁ। ଏ ପ୍ରକାର ପରିସ୍ଥିତିରେ ଯେତେବେଳେ ସେ ଗତି କରୁଛି, ମାନେ ଏ ପ୍ରକାର ପରିସ୍ଥିତିରେ ଯୋଉ ବିଷୟ ତାକୁ ୟୁଜଲେସ୍ ଲାଗୁଛି, ଯୋଉ ବିଷୟ ତାକୁ ମୂଲ୍ୟହୀନ ଲାଗୁଛି, ଯୋଉ ବିଷୟ ତାର କୌଣସି ଲାଭଦାୟକ ଲାଗୁନାହିଁ, ସେ ଜାଣିନାହିଁ ସେ ପାତ୍ରର ତେଲ ହିଁ ୟାର ଏଣ୍ଟାୟାର ପ୍ରୋବ୍ଲେମକୁ ସଲ୍ଭ କରେ। ବର୍ତ୍ତମାନ ମଶାଙ୍କ ବିଷୟରେ ଆଜି ଆମେ ପଢିଛୁ। ମଶା ବହୁତ ସୁନ୍ଦର ଥିଲେ ଲେଖାଯାଇଛି।
କିନ୍ତୁ ତାଙ୍କ ମାଙ୍କର ହୃଦୟ ଭିତରେ ଚିନ୍ତା କରେ। ସେ ଯେତେବେଳକୁ ଦେଖୁଛି ବର୍ତ୍ତମାନ ହଁ ରାଜା ସବୁ ଛୁଆ ମାନଙ୍କୁ ତମେ ହତ୍ୟା କର ଶିଶୁମାନଙ୍କୁ କହି ଆଦେଶ ଦେଇଛି। ତେଣୁକରି ବର୍ତ୍ତମାନ ଏଠି ତିନି ପଦ ଲେଖା ହେଇଛି, ତହିଁତାରେ ଆଉ ଗୋପନ ନ କରିପାରି ସେ ଗୋଟେ ନଳ ନିର୍ମିତ ପେଢୀ ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେ ବାଳକକୁ ଥୋଇ ନଦୀ ତୀରସ୍ଥ ନଳବନରେ ରଖିଲା। ଏବଂ ବର୍ତ୍ତମାନ ଏ ମା ତାର ପୁଅକୁ କେମିତି ଏଇ ପ୍ରକାର ଭାବରେ ଅ, ନଳ ନିର୍ମିତ ପେଢୀରେ ରଖିକି ନଦୀରେ ସେ ବସେଇ ଦବ, କେମିତି ଏମିତି ସବୁ କରିପାରିବ? ଆଉ ସେ ସମୟର ପରିସ୍ଥିତି ବହୁତ ଭୟଙ୍କର ଥିଲା। ବର୍ତ୍ତମାନ ମୁଁ ସକାଳେ ମଧ୍ୟ ଆଜି କହିଥିଲି ଯେ ପରମେଶ୍ୱର ଯାହା ପାଇଁ କାମ କରିବା ପାଇଁ ପ୍ରତିଜ୍ଞା ଦେଇଥାନ୍ତି, ମନୁଷ୍ୟ ତାହା ବୁଝିପାରିନଥାଏ ଅଧିକାଂଶ ସମୟ, ବା ଆମମାନେ ଅଧିକାଂଶ ସମୟରେ ଆମମାନେ ବୁଝିପାରିନଥାଉ ଯେ ରିଏଲି ଏଇଟା ମଧ୍ୟ ପ୍ରଭୁଙ୍କର ମହାନ କାମ। ମୁଁ ଯୋଉ ସମୟରେ ଲସ୍ ଫିଲ୍ କରୁଛି, ମୁଁ ଯୋଉ ସମୟରେ ମତେ ଲାଗୁଛି ମୁଁ ସବୁ ସରିଗଲା ମୋର, କିଛି ନାହିଁ ଆଉ। ଏବେ ଜଷ୍ଟ ମୁଁ ପ୍ରିଚିଂ କଲା ପରେ ଆର ଦିନ ଫୋନ କରୁଥିଲି, ଆଉ ସେ କାନ୍ଦି କାନ୍ଦି କହୁଥିଲେ ତାଙ୍କ ବାପାଙ୍କୁ ବୁଢା ହେଇଯାଇଛନ୍ତି 84 ବର୍ଷ, ଲିଭର କ୍ୟାନ୍ସର ହେଇଯାଇଛି। କାନ୍ଦିବାର କିଛି ମଧ୍ୟ ଅର୍ଥ ନାହିଁ। ଟିକେ ଆପଣ ଯାଆନ୍ତୁ, କମ୍ପ୍ଲିଟ କରନ୍ତୁ, ଆଉ ଥରେ ମୁଁ ପଚାରିଲି ବାକ୍ୟ ଶୁଣିଛନ୍ତି ନା ନାଇଁ? ହଁ ଶୁଣିଛନ୍ତି। ଆଉ ଥରେ ଯାଆନ୍ତୁ ସୁଷ୍ମାତାର ପଚାର। ହଁ ଲିଭର ଡ୍ୟାମେଜ ହେଇଯାଇଛି, କିନ୍ତୁ ତାଙ୍କର ହୃଦୟରେ ପରମେଶ୍ୱର ବାକ୍ୟ ପ୍ରବେଶ କରିବା ପାଇଁ କିଛି ବାଧା ହେଇପାରିବ ନାହିଁ। ଯେତେ ଅଧିକ ଆମମାନେ এই ଜଗତର ବିଷୟର ଆବିଷ୍କାର କରିବା, ଆମେ ଚାହିଁଲେ ମଧ୍ୟ ଏ ଜଗତ ଆଡକୁ ଆମମାନଙ୍କୁ ହୃଦୟକୁ କାମ ଦେଇପାରିବା। ଭାବି ଦେଖ, କିଛି ଦିନ ପୂର୍ବରୁ, ଜଷ୍ଟ କିଛି 3-4 ଦିନ ପୂର୍ବରୁ ଗୋଟେ 30 ବର୍ଷର ଭଉଣୀକୁ ମୁଁ ଦେନ ଏ ଭଉଣୀଙ୍କର ପୁଅ ସେଠି ଛିଡା ହେଇ କାନ୍ଦୁଥିଲା, 30 ବର୍ଷ କାନ୍ଦୁଥିଲା। ଏ ସବୁ ଜିନିଷ ଯେତେବେଳେ ଦେଖୁଥିଲି ମୁଁ ସେଠି ପରିସ୍ଥିତି କାନ୍ଦା କନ୍ଦି ଚାଲିଛି, ସବୁ ଅନେକ ଲୋକମାନେ, କିନ୍ତୁ ସେ ସମୟରେ ମୁଁ କଣ ବାକ୍ୟ ପ୍ରଚାର କରି ଭାବିଲି, ପରମେଶ୍ୱର ମତେ ଗୋଟେ ବାକ୍ୟ ଦେଲେ, ହିତୋପଦେଶର ବାକ୍ୟ। କିଏ ବି ସେଟା ହିତୋପଦେଶର ବାକ୍ୟ ଟିକେ ଖୋଲନ୍ତୁ। ହଁ। ହୁଁ, କିଏ? ମତେ କିଏ ହେଲ୍ପ କରନ୍ତୁ। ସେ ଲେଖା ହେଇଛି ସେ ବାକ୍ୟରେ, ଅ, ସୁଖ ସମୟରେ ଆନନ୍ଦ କର, ଆଉ ଦୁଃଖ ସମୟରେ ବିବେଚନା କର ବୋଲି ଲେଖା ହେଇଛି। କୋଉଠି ଲେଖା ହେଇଛି ଦେଖିକି କହିପାରିବେ କି? ଆଉ ନାହିଁ, ଭୁଲିଗଲି। ଉପଦେଶକର ବୋଧେ ଲେଖା ହେଇଛି, ସରି 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 ସରି, ଉପଦେଶକର ଲେଖା ହେଇଛି, ହିତୋପଦେଶ ନାହିଁ, ଉପଦେଶକ। କ୍ଷମା କରନ୍ତୁ। ହଁ ହଁ, 7 ପର୍ବ, ଉପଦେଶକ 7 ପର୍ବ 14 ପଦ।
ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର। ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ ତାହା ଯେପରି ସେ ଜାଣି ନପାରେ ଏଥିପାଇଁ ପରମେଶ୍ୱର ସୁଖ ଓ ଦୁଃଖକୁ ପାଖି ପାଖି ରଖିଅଛନ୍ତି। ଲଜିକାଲି ଯଦି ଆମେ ଦେଖିବା, ଯଦି ସୁଖ ସମୟରେ ଆନନ୍ଦିତ ହବ ବୋଲି ପ୍ରଭୁ କହୁଛନ୍ତି, ଯେ ସେ ଅନୁସାରେ ଆମେ ଏଇଠି ବୁଝିପାରିବା ଦୁଃଖ ସମୟରେ ଆମମାନେ ଦୁଃଖୀ ହେବା ଦରକାର। ଯଦି ସୁଖ ସମୟରେ ଆମକୁ ସୁଖ ଆନନ୍ଦିତ ହେବା ପାଇଁ ପ୍ରଭୁ କହୁଛନ୍ତି, ଯେ ଦୁଃଖ ସମୟରେ ଆମକୁ ଦୁଃଖ କରିବା ଦରକାର, ତାର ଅର୍ଥ କାହିଁକି ସୁଖର ବିପରୀତ ହଉଛି ଦୁଃଖ। କିନ୍ତୁ ଏଠି ପ୍ରଭୁଙ୍କର ବାକ୍ୟରେ କଣ ଲେଖା ହେଇଛି? ବାକ୍ୟ କହୁଛି ସୁଖ ସମୟରେ ତମେ ଆନନ୍ଦିତ ହୁଅ, ମାତ୍ର ଓ ଦୁଃଖ ସମୟରେ ବିବେଚନା କର। ତାର ଅର୍ଥ ପରମେଶ୍ୱର କହିବା ପାଇଁ ଚାହୁଁଛନ୍ତି ଦୁଃଖ ସମୟରେ ତମେ ଖାଲି କାନ୍ଦ ନାହିଁ, ହଁ? ଦୁଃଖ ସମୟରେ ଖାଲି ତମେ ରିଗ୍ରେଟଫୁଲ ହୁଅ ନାହିଁ, ଦୁଃଖ ସମୟରେ କେବଳ ତମେ ହତାଶ ହୁଅ ନାହିଁ, ଦୁଃଖ ସମୟରେ ଖାଲି ଏମିତି କୁହ ନାହିଁ ଯେ ସବୁ ସରିଗଲା। ସୁଖ ସମୟରେ ତମେ ଆନନ୍ଦିତ ହୁଅ, ନର୍ମାଲି ପ୍ରଭୁ କହୁଛନ୍ତି ଇଟ୍ସ ଓକେ। କିନ୍ତୁ ଇମ୍ପୋର୍ଟାଣ୍ଟ ମ୍ୟାଟର ହଉଛି ବର୍ତ୍ତମାନ ଏଇ ଜାଗାରେ ଦୁଃଖ ସମୟରେ ଆମେ କେମିତି ମ୍ୟାନେଜ କରିବା। ସୁଖ ସମୟରେ ତ ଆମେ ହସି ହସି ସମୟ କଟଉଛୁ। ଯଦି ଆପଣ ବାହାଘର ଭୋଜିକୁ ଯିବେ, ଭୋଜି ଖାଇବା ପାଇଁ କେତେ ପ୍ରକାର ନୂଆ ବସ୍ତ୍ର ପିନ୍ଧିକି ଲୋକ ଆସିଥିବେ, କେତେ ପ୍ରକାର ସେଣ୍ଟ ଲାଗିଥିବ, ବାସ୍ନା ହଉଥିବ, ଗୀତ ଚାଲିଥିବ, ସିଆଡେ ଡିଜେ ଚାଲିଥିବ, ନାଚ ଚାଲିଥିବ। ସେଇଠି ଆଉ କଣ ଆଉ ଅନ୍ୟ ଜିନିଷ ଅଛି? ହଁ? ଖାଲି କଥାବାର୍ତ୍ତା, ସେଠି ଫଟୋ ଉଠା ଉଠି, ଖିଆ ପିଆ, ଏମିତି ଟାଇମ ପଳେଇବ। ମାତ୍ର ଦୁଃଖ ସମୟ ପାଇଁ ପରମେଶ୍ୱର ଆମକୁ ଏଇ ଜାଗାରେ କହୁଛନ୍ତି ବିବେଚନା କର। ସେଥିରେ କଣ ଚିନ୍ତା କରିବା ଦରକାର, କଣ ବିବେଚନା କରିବା ଦରକାର? ଯେତେବେଳେ ମୋ ପାଖକୁ ଦୁଃଖ ଆସୁଛି, କି ଯେତେବେଳେ ମୋ ପାଖକୁ କଷ୍ଟ ଆସୁଛି, ଯେତେବେଳେ ମୋ ପାଖକୁ ଅନେକ ଗୋଟେ ସର୍ତ୍ତ ଆସୁଛି, ମୁଁ ହତାଶ ନିରାଶ ହେବା ପାଇଁ, ସେ ହତାଶ ନିରାଶ ହେବି ଅନୁସାରେ ମୁଁ ହେଉଥିବି ହତାଶ ନିରାଶ, ତାହେଲେ ଏଇଟା ବହୁତ ଭୁଲ ବିଷୟ। ଯଦି ଦୁଃଖ ସମୟରେ ମୁଁ ଖାଲି ଦୁଃଖୀ ହଉଥିବି, ଖାଲି ଯଦି କଷ୍ଟ ସମୟରେ ମୁଁ ଖାଲି କଷ୍ଟ ପାଉଛି, କଷ୍ଟ ପାଉଛି, କଷ୍ଟ କହି କହି ଯଦି ମୁଁ ବଞ୍ଚିବି, ୟାର ଅର୍ଥ ହଉଛି ଆମମାନେ ଯୋଉ ସମୟରେ ମୋ ବାପାଙ୍କର ମୃତ୍ୟୁ ହେଲା, ମତେ ମନେ ଅଛି ଫୁଲବାଣୀରେ କୋଭିଡ ମେଡିକାଲରେ 12ଟା 45 ହେଇଥିଲା, ମୁଁ ପାଷ୍ଟରଙ୍କୁ ଫୋନ କଲି। ପାଷ୍ଟର ସେଇ ସାର୍ ଅମାନରେ ଥିଲେ। ମୁଁ ବହୁତ କାନ୍ଦିଲି, କାରଣ ମୋ ବାପାଙ୍କୁ ହରେଇବାର ମୋମେଣ୍ଟକୁ ମୁଁ ସେଇଦିନ ଫିଲ୍ କଲି। ଇଟ୍ସ ଭେରି ପେନଫୁଲ, ବହୁତ କଷ୍ଟ। ଗୋଟେ ଝଲକରେ, ଗୋଟେ ମୋମେଣ୍ଟରେ, ଗୋଟେ ଗୋଟେ ମିନିଟ ବି ନାହିଁ, ଗୋଟେ ଫ୍ଲେକ୍ସିବଲ ସେକେଣ୍ଡରେ ବାପାଙ୍କ ସହିତ ମୋର ଯୋଉ ବଣ୍ଡ ଥିଲା, ବାପାଙ୍କ ସହିତ ମୋ ସହିତ ଯୋଉ ରିଲେସନ ଥିଲା, ଗୋଟେ ଝଲକରେ ଏଣ୍ଟାୟାର ପିଲା ଦିନରୁ ସେ ମେଡିକାଲ ପର୍ଯ୍ୟନ୍ତ ଗୋଟେ ଥରେ ମୁଁ ଦେଖିଲି, ଫ୍ଲାସବ୍ୟାକ୍ ହେଇଗଲା। ମୁଁ ବହୁତ କାନ୍ଦିଲି। ବାପାଙ୍କର ମୋ ଆଡକୁ ପ୍ରେମ, ବାପାଙ୍କର ମୋ ଆଡକୁ ଆ, ଯତ୍ନ ନେବାଟା, କଷ୍ଟର ଭାବରେ ମୋ ବାପାଙ୍କ ସହିତ ମୁଁ ସମୟ ବିତେଇଛି। ପାଷ୍ଟରକୁ ଫୋନ କଲି, ମୁଁ କାନ୍ଦି କାନ୍ଦି କହିଲି, ପାଷ୍ଟର ମୋ ବାପା ଚାଲିଗଲେ। ପାଷ୍ଟର ମତେ କଣ କଲେ ଜାଣିଛନ୍ତି? ଗୋଟେ ଶାରୀରିକ ଲୋକ ଯଦି, ଯାହା ପାଖରେ ସୁଷମାଚାର ନାହିଁ, ଯାହା ପାଖରେ ଯୀଶୁଙ୍କ ଆଡକୁ ବିଶ୍ୱାସ ନାହିଁ, ଯେମିତି ଜହନ 8 ପରେ ଜିହୁଦୀ ମାନେ ବର୍ତ୍ତମାନ ପଥର କାହିଁ କାଢୁଛନ୍ତି ଯୀଶୁକୁ ମାରିବା ପାଇଁ, ଜାଣିଛନ୍ତି? ଯୀଶୁ ତାଙ୍କୁ ତ୍ରିଶୂଳ ଆଣିକିରି ବର୍ଛା ଆଣିକି ମାରିବାକୁ ଯାଉଥିଲେ କହିକି ପଥର କାଢିଲେ ସେମାନେ। ଏତେ କ୍ରୋଧ, ଏତେ ରାଗ ଆସିଗଲା ଏମାନଙ୍କୁ ଯୀଶୁଙ୍କ ଆଡକୁ ଯେ ପଥର କାଢି ମାରିବା ପାଇଁ ଗଲେ ସେମାନେ। ଯୀଶୁ କେବେ ମଧ୍ୟ ୟାଙ୍କୁ କିଛି ଆକ୍ରମଣ କରିନାହାନ୍ତି କୌଣସି ବରଛାରେ କି ତଲବାରରେ, ମାତ୍ର ଗୋଟେ ବାକ୍ୟ ପାଇଁ ମାନେ ଏତେ ରାଗି ଯାଉଛନ୍ତି। କଣ ଜାଣିଛୁ? ସତ୍ୟ ସତ୍ୟ ମୁଁ ତମମାନଙ୍କୁ କହୁଛି, ଅବ୍ରାହ୍ମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି। ସେତେବେଳେ ରାଗି ଯାଉଛନ୍ତି। ଯୀଶୁ ସତ କଥା କହିଲେ, ମାନେ ଏମାନେ ରାଗି ଯାଇକି ପଥର କାଢିକି ମାରୁଛନ୍ତି। ପାଷ୍ଟର ମତେ କହିଲେ, ଓ ଓ, ସେମିତି ହେଲା କି?
କିଛି ଅସୁବିଧା ନାହିଁ। ଗୋଟେ ଛୋଟ ଧୀର ସ୍ୱରରେ ପାଷ୍ଟ କହିଲେ, you will meet your father once again in heaven. So be hope in your keep hope in your heart. ମୁଁ ଚମକି ଗଲି ଏଟା ଶୁଣିକି। ସେ ବାକ୍ୟ ମୁଁ ଅନେକ ଲୋକ ପ୍ରଚାର କରୁଛି। ପାଷ୍ଟର ମତେ କହିଲେ ସେମିତି ହେଲା କି ବାପା ମରିଗଲେ କିଛି ଅସୁବିଧା ନାହିଁ ସଣ୍ଟୁ, ପୁନର୍ବାର ଆଉ ଥରେ ତ ବାପାକୁ ତୁ ଭେଟିବୁ ସର୍ଗରେ, ପରିତ୍ରାଣ ପାଇକି ମୁଁ ଚାଲିଗଲେ ସେ। ହଁ, ଏ ଗୋଟେ ବିଷୟ ମୋର ହୃଦୟକୁ ଧରି ରଖିଲା। ଆରେ ମୋ ବାପା ସ୍ୱର୍ଗକୁ ଗଲେ, ତେଣୁ ମୁଁ ଆଉ ଥରେ ଭେଟିବି। ପ୍ରକୃତ କାନ୍ଦିବା ଦରକାର କିଏ ଜାଣିଛ? କାହା ପାଖରେ ସଠିକ ସର୍ତ୍ତ ଅଛି କାନ୍ଦିବା? ହୁ ହାଭ ଦ ରାଇଟ କଣ୍ଡିସନ ଟୁ କ୍ରାଏ? ଯୋଉ ପାଖରେ ବିଶ୍ୱାସ ନାହିଁ ଯେ ମରିଗଲା ପରେ ମୁଁ କି ମୋର ପରିବାର ଲୋକ ସ୍ୱର୍ଗକୁ ଯିବେ କି ନାହିଁ। ଆମେ ଯଦି ଖ୍ରୀଷ୍ଟକୁ ବିଶ୍ୱାସ କରୁଛୁ, ଆମେ ଯୀଶୁଙ୍କ ବାକ୍ୟକୁ ବିଶ୍ୱାସ କରୁଛୁ, ଯୀଶୁ କହିଲେ ମୁଁ ହଉଛି ପୁନରୁତ୍ଥାନ ଜୀବନ, ଯେ ମଧ୍ୟ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚେ। ସେଥିପାଇଁ ମୁଁ ଆର ଦିନ କଣ କହିଲି, କାନ୍ଦନ୍ତୁ ନାହିଁ ଆପଣ, ସୁଷମାଚାର ତାଙ୍କ ଭିତରେ ଚେକ୍ କରନ୍ତୁ, ଆହୁରି ଅଧିକ ବାକ୍ୟ ଦିଅନ୍ତୁ, ଅନନ୍ତ କାଳୀନ ପର୍ଯ୍ୟନ୍ତ ସେ ସ୍ୱର୍ଗକୁ ଯିବେ। ୟାଠୁ ଅଧିକ କଣ ଆମେ ଚିନ୍ତା କରିକି ଦୁଃଖୀ ହେଇପାରିବା? କେତେ ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଏଇଟା। ସୁଖ ସମୟରେ ତମେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର। ହଁ ଭାଇ ଭଉଣୀ ମାନେ, ଆମେ ଅଭ୍ୟସ୍ତ ହେଇଛୁ ସୈତାନ ଦ୍ୱାରା ଠକି ହେଇକି, କଷ୍ଟ ଆସିଲେ ଆମେ ଅଭିଯୋଗ କରୁଛୁ, ରାଗୁଛୁ, କଣ ପାଇଁ କିଛି ହଉନାହିଁ, କାହିଁକି ଏମିତି ହେଲା, ମୁଁ ଚର୍ଚ୍ଚ ଯିବି ନାହିଁ, ମତେ ଭଲ ଲାଗୁନାହିଁ। ସବୁ ପାଗଳ ଆମେ ଏଇଟା। ପରମେଶ୍ୱର ମତେ କଷ୍ଟ ଦଉଛନ୍ତି କାହିଁକି? ବିବେଚନା କରିବା। ପରମେଶ୍ୱର ମତେ ଦୁଃଖ ଦଉଛନ୍ତି କଣ ପାଇଁ? ସେ ଦୁଃଖରେ ଦିଟା ବିଷୟକୁ ଆବିଷ୍କାର କରିବା। ଫାଷ୍ଟ ତ ମୁଁ ପାଇବି ଯେ ମୁଁ ଗୋଟେ ଭ୍ୟାଲୁଲେସ୍, ମୁଁ କିଛି କରିପାରିବିନି ଏ ସିଚୁଏସନକୁ, ଏ ପରିସ୍ଥିତିକୁ ମୋ ହିସାବରେ ମୁଁ ପାର କରିପାରିବିନି, ସମାଧାନ କରିପାରିବିନି ବୋଲି ମୁଁ କନଫର୍ମ ହେଲା ପରେ ନେକ୍ସଟ ଷ୍ଟେପରେ ମୁଁ ସଦା ପ୍ରଭୁଙ୍କର ଅନୁସରଣ କରିବି, ମନ ପଚାରିବି, ପ୍ରଭୁଙ୍କ ଦାସଙ୍କ ସହିତ ମୁଁ ଯାଇକି କଥାବାର୍ତ୍ତା କରିବି। କାହିଁକି ଆମର ଭାଇ ଭଉଣୀ, ଅଧିକାଂଶ ଭାଇ ଭଉଣୀ ମାସ ମାସ ଆପଣ ସାକ୍ଷ୍ୟ ଦଉନାହାନ୍ତି ଜାଣିଛୁ, ଯାହା ବି କୁହନ୍ତୁ 2 ମିନିଟ ମୁଁ ଗୋଟେ ଆପଣଙ୍କୁ ସାକ୍ଷ୍ୟ କହିବି। ପାଷ୍ଟର ପ୍ରାୟଙ୍କର ଚର୍ଚ୍ଚରେ ପାଷ୍ଟର ମାନଙ୍କର ମିଟିଂ ଚାଲିଥିଲା, ଆଉ ସିନିୟର ପାଷ୍ଟର ମାନେ ଆଗରେ ବସିଥିଲେ, ସିନିୟର ଠାରୁ ଆଉ ଟିକେ ମିଡିଲ ପୋଜିସନ ପାଷ୍ଟର ମାନେ ମଝିରେ ବସିଥିଲେ, ଆଉ ଯେଉଁମାନେ ବାଳୁଙ୍ଗା ଯାକ ଟୋଟାଲି ଶୁଣିବାର, ପରିବର୍ତ୍ତନ ନ ହେବାର, କଣ୍ଟିନ୍ୟୁ ଚେଞ୍ଜ ନ ହେବାର ପାଷ୍ଟର ମାନେ ସବୁ ପଛରେ ବସିଥିଲେ। ପାଷ୍ଟର ପାକ ଆସିଲେ, ବାକ୍ୟ ପଚାରନ୍ତୁ, ଆଉ ପାଷ୍ଟର କହିଲେ କିଏ କିଏ ତମେ ଧର ସାକ୍ଷ୍ୟ ଦେବା ପାଇଁ ଚାହୁଁଛ, ତମେ ଆସ ସାମ୍ନାକୁ। ସାକ୍ଷ୍ୟ ଦେବା ପାଇଁ କିଏ ଚାହୁଁଛ କହିଲାରୁ ସବୁ ମୁଣ୍ଡ ତଳୁ କିଏ ମୁଣ୍ଡ ସାଇଲେଣ୍ଟ ହେଇଗଲା ପୁରା। ହଁ, ପରିବେଶ। ମାଷ୍ଟର ପାଙ୍କ ସାମ୍ନାରେ ବସିକି ସାକ୍ଷ୍ୟ ପଚାରିଦେଲେ କେମିତି ହବ ସେଟା ମତେ ପଚାରନ୍ତ। କୁଆଡୁ କେମିତି କଣ କହିଲେ ମଧ୍ୟ ତ ଲାଗିବ ମୋର ସାକ୍ଷ୍ୟ ଠିକ ନାହିଁ ଆଗା ବୋଲି। 10 ମିନିଟ ପର୍ଯ୍ୟନ୍ତ କିଏ ବି ଗଲେ ନାହିଁ। ଲାଷ୍ଟରେ ବସିଥିବାର ଗୋଟେ କୋ ପାଷ୍ଟର ସିଏ ଉଠିଲେ, ଆଉ ସେ ଚାଲି 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 ସାମ୍ନାକୁ ଗଲେ, ଆଉ ସେ କହିଲେ ମୁଁ ସାକ୍ଷ୍ୟ ଦେବା ପାଇଁ ଆସିଛି। ସେ ସାକ୍ଷ୍ୟ କଣ ଦେଲେ ଜାଣିଛୁ? ମୋର କିଛି ଆକା ସାକ୍ଷ୍ୟ ନାହିଁ, କିନ୍ତୁ ପାଷ୍ଟର ପାକ୍ ମତେ କହିଲେ ଆସିକି ସାକ୍ଷ୍ୟ ଦିଅ, ଏଇଟା ଶୁଣିକି ମୁଁ ଆଇଲି ଏଠୁ, ଏଇଟା ମୋର ସାକ୍ଷ୍ୟ। ମୁଁ ପାଷ୍ଟର ପାଙ୍କର ଶୁଣିକି ଏଠୁ ଆଇଲି, ଛିଡା ହେଇଲି, ଆଉ ଯାଉଛି, ଏଇଟା ମୋର ସାକ୍ଷ୍ୟ। ଏତେ କହିବୁ ସେ ପାଷ୍ଟର ପାକ୍ ବହୁତ ଜୋର ସେ ତାଳି ବଜେଇଲେ।
এইটা হচ্ছে ସାକ୍ଷ୍ୟ ବୋଲି କହୁଛି। ଆରେ ପାଷ୍ଟର ବାଗ ଚାହୁଁନାହାନ୍ତି କେତିକି ଆତ୍ମିକ କଥା ବାହାରିବ ଗୋଟେ ପାଷ୍ଟର ଠାରୁ। ହଁ? ପାଷ୍ଟର ସବୁ ଜାଣିଛନ୍ତି ଆମ ବିଷୟରେ। ବେଳେ ବେଳେ ଆମ ପାଷ୍ଟର ମତେ କହିଥାନ୍ତି ଏଠି, ସିଟିଂ ଇନ୍ ମାଇ ବେଡ୍ ଆଇ କ୍ୟାନ୍ ସି ଅଲ୍ ଅଫ୍ ୟୁ। Sitting here only, I can watch you, what you are doing, where you are going, what kind of life you are living. Everything I know from here only. No need to investigate anything. First of all, interest ନାହାନ୍ତି ଆମେ କଣ ବାତିଲ କଥା କହିବାଟା। ହଁ? ସେ ପାଷ୍ଟରଙ୍କ ସହିତ ପାଷ୍ଟର ବେଶୀ ଖୁସି ହେଲେ। କାହିଁକି? ପାଷ୍ଟର ପାଙ୍କରେ ସାକ୍ଷ୍ୟ ଦେବା ପାଇଁ ଆସ। ପ୍ରଥମେ ସେ ଶୁଣିଲେ, ସେଥିପାଇଁ ସେ ଉଠିକି ଗଲେ। ଯେତେବେଳେ ଆମକୁ ସାକ୍ଷ୍ୟ ଦେବା ପଚରା ଯାଉଛି, କିଛି ଆତ୍ମୀୟ କଥା ନ କହିକି ମଧ୍ୟ ଆମେ ଦିପଦ ତ କହିପାରିବା, ଆମ ହୃଦୟ କହିପାରିବା। ସେ ସମୟରେ ଆମ ହୃଦୟରେ ମଧ୍ୟ ମନେ କିଛି ତାଜା ଫିଲ୍ କରିପାରିବ। ତ ଆପଣ ଭାବନ୍ତୁ ଏ ବିଷୟରେ। ହଁ, କଷ୍ଟ ସମୟରେ ଆମେ ବିବେଚନା କରିବା ଦରକାର। ସୁଖ ସମୟରେ ତ ସମସ୍ତେ ଆନନ୍ଦିତ ହୁଅନ୍ତୁ। ସୁଖ ସମୟରେ ସମୟ ନାହିଁ, ଆମେ ଆମ ଆତ୍ମ ବିଷୟରେ ଚିନ୍ତା କରିବା। ମାତ୍ର ଦୁଃଖ ସମୟରେ, କଷ୍ଟକର ପରିସ୍ଥିତିରେ, ଅଭାବରେ, ଯୋଉ ବିଷୟ ଆମକୁ ଆଦୌ ଭଲ ଲାଗୁନାହିଁ, ସେଇଟା ହିଁ ଗୋଟେ ମୋମେଣ୍ଟ, ସେଇଟା ହିଁ ଗୋଟେ ଟାଇମ, ବେଷ୍ଟ ଟାଇମ ଆମେ ପ୍ରଭୁଙ୍କୁ ଭେଟି ପାରିବା। ଆମେ ପ୍ରଭୁଙ୍କୁ ଭେଟିବାର ଜାଗା, ପ୍ରଭୁଙ୍କୁ ଭେଟିବାର ସମୟ ଗୁଡାକ ମନେ ପକଉଛି ମୁଁ। ମୋର ପ୍ରଚାରର ଗୌରବ ପ୍ରଶଂସାର ସାକ୍ଷ୍ୟ, ଖରାରେ ଜଳି ପଡିକି ପିଚିଂ କରିବାର ଟେଷ୍ଟିମୋନି ଗୁଡାକ ଭିତରେ ମୁଁ ପ୍ରଭୁଙ୍କୁ ଭେଟି ନାହିଁ। ଅନେକ ଗୁଡିଏ ଅଫରିଂ କଲେକ୍ସନ କରିକି ମୁଁ ରିଟ୍ରିଟରେ ଦେବାର ସାକ୍ଷ୍ୟ ଯାକ ଦ୍ୱାରା ମୁଁ ପ୍ରଭୁଙ୍କୁ ଭେଟି ନାହିଁ। ବିପଦରେ ମୁଁ କଣ ହେଇଛି ଜାଣିଛନ୍ତି? ହୃଦୟ ମୋର ବେଶୀ ଦାମ୍ଭିକ ହେଇଗଲା। ଏକ୍ଜାକ୍ଟଲି ପ୍ରଭୁଙ୍କୁ ଭେଟିବାର ମୋମେଣ୍ଟ, ପ୍ରଭୁଙ୍କୁ ଭେଟିବାର ସେ ସମୟ ଗୁଡାକ କଣ, ଆଜି ମୁଁ ଏଠି ବସିକି ଭାବୁଛି। ସତରେ ଯେଉଁ ସାରେ ମୁଁ ଲଜ୍ଜିତ ହେଲି, ଯେଉଁ ସାରେ ମୁଁ ତୁଚ୍ଛୀକୃତ କରାଯାଉଛି ଚର୍ଚ୍ଚରେ, ଯେଉଁ ସାରେ ମୁଁ ପ୍ରକାଶ ପାଉଛି ଗୋଟେ ସର୍ବାଙ୍ଗ ଗୋଷ୍ଠୀ ସଦୃଶ, ବହୁତ ପେନଫୁଲ ଏଇଟା। କିନ୍ତୁ ବେଶୀ ଧନ୍ୟବାଦ ବିଷୟ, ଯାଜକ ମତେ ସୂଚି ବୋଲି କହୁଛନ୍ତି। ଯାଜକ ଯଦି ମତେ ସୂଚି ବୋଲି କହୁଛନ୍ତି, ଯୋଉ ସେଥିରେ କି ମୋ ସର୍ବାଙ୍ଗ ପୁଷ୍ଟି ବୋଲି ପ୍ରକାଶ ପାଇଲା ପରେ ହିଁ ସେ କହିବେ। କାରଣ ଆଂଶିକ ପୁଷ୍ଟିକୁ ଯାଜକ ସୂଚି କହିବେ। ମୋର ଦୁର୍ବଳତା ଚର୍ଚ୍ଚରେ ପ୍ରକାଶ ପାଇଲେ ବେଷ୍ଟ ମୋ ପାଇଁ, ମୋର ଓ ଆତ୍ମିକତା ପ୍ରକାଶ ପାଇଲେ କେତେ ମୂଲ୍ୟବାନ। ଜାକୁବଙ୍କ ମୁଖର ଜାକୁବଙ୍କ ଦ୍ଵାରା ବର୍ତ୍ତମାନ ଜାକୁବ ବର୍ତ୍ତମାନ ରିବିକାଙ୍କୁ କହୁଛୁ। ଆଉ ମୁଁ କେମିତି ଯାଇପାରିବି? ମୁଁ ଯାଇପାରିବି ନାହିଁ। ବାପାଙ୍କ ପାଖକୁ ମୁଁ କେମିତି ଯାଇପାରିବି? କିଛି ଅସୁବିଧା ନାହିଁ ଏଇଟା ଏମିତି କହିବାଟା। କାରଣ ଯଦି ସେ ଯାଇପାରିବନି ବୋଲି ଭାବୁଛି, ତାହେଲେ ଏବେ ରିବିକା ଅଛି ତା ପାଇଁ, ଯିଏକି ଯିବା ପାଇଁ ତାକୁ ବନେଇ ପାରିବ ସେ। କିନ୍ତୁ ମତେ ଏସବୁ କିଏ ବନେଇ ପାରିବ? ଜଙ୍ଗଲକୁ ନ ଯାଇକି ତୁ ରିବିକା ପାଖକୁ ଯାଉ, କିଏ ବି ନାହିଁ। ଯଦି ଆପଣ ମାଥି ପୁସ୍ତକର ଗୋଟେ ବାକ୍ୟ ଦେଖିବେ, ମାଥି ପୁସ୍ତକ 13 ପର୍ବ ଖୋଲନ୍ତୁ, ଆମେ ସେଇଠି ଗୋଟେ ବାକ୍ୟ ଦେଖିବା। ମାଥି ତାର 13 ପର୍ବ 58 ପଦ, ଲାଷ୍ଟ ପଦ ଗୋଟେ ବାକ୍ୟ ଲେଖା। ଆଉ ମାଥି 13 ର ଲାଷ୍ଟ ପଦ, ଆଉ ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ଶକ୍ତିର କାର୍ଯ୍ୟ କଲେ ନାହିଁ, କରିପାରିଲେ ନାହିଁ ଲେଖା ହେଇନାହିଁ, କଲେ ନାହିଁ ଲେଖା ହେଇଛି। He could not do, ନାହିଁ ମାନେ ସେ କାହିଁ କଲେ ନାହିଁ? ସେମାନଙ୍କର ଅବିଶ୍ୱାସ ହେତୁ। ଅବିଶ୍ୱାସ ଦି ପ୍ରକାର ଅଛି ଭାଇ ଭଉଣୀ, ଦୁଇ ପ୍ରକାର ଅବିଶ୍ୱାସ ଅଛି। ହଁ, ଯେଉଁ ସମୟରେ ଆମେ ପିତରଙ୍କ ବିଷୟରେ ଚିନ୍ତା କରୁଛୁ, କି ଏଇ ଜାଗାରେ ମଶାଙ୍କ ବିଷୟରେ ଚିନ୍ତା କରିବା। ମଶା ଏଇ ମଶା ବର୍ତ୍ତମାନ ଯେତେବେଳେ ବର୍ତ୍ତମାନ ରାଜାଙ୍କର କନ୍ୟାଙ୍କର ହାତରେ ସେ ବଢା ଗଲେ, ସେ ପଢିଲେ
ସେ ଛୋଟବେଳେ ଯଦି ସେ ଜାଣିନାହାନ୍ତି ମୋର ମା କିଏ, ସେ ଜାଣିନଥିବ ନା। ମୁଁ ଗୋଟେ ମୋମେଣ୍ଟକୁ ଆପଣଙ୍କୁ ନେଇଯିବି ଯେ ଏ ମୋମେଣ୍ଟ କଣ ମୋ ସାଙ୍ଗର ଲାଇଫରେ ତାକୁ ତାକୁ ପରିବର୍ତ୍ତନ କରିବା ପାଇଁ ହେଲେ ବର୍ତ୍ତମାନ ପିଲା ଦିନରୁ ବର୍ତ୍ତମାନ ଏ ରାଜାଙ୍କର କନ୍ୟା ମୋ ସାଙ୍ଗକୁ କେତେ ଯତ୍ନ ସହକାରେ ବଢେଇଲି ନା ନାଇଁ। କିନ୍ତୁ ଆପଣ ଚିନ୍ତା କରନ୍ତୁ ଏଭ୍ରି ପୁସ୍ତକ 11 ପର୍ବରେ ଯଦି ଆପଣ ଖୋଲିବେ ତାହେଲେ ସେଠି ଗୋଟେ ବାକ୍ୟ ଲେଖା ହେଇଛି। ଏଭ୍ରି ତାର 11 ପର୍ବ ମୁଁ ଚାହୁଁଛି ଆପଣ ଜଣେ କିଏ ପଢନ୍ତୁ ଏଇଟା ବାକ୍ୟ। ଏଭ୍ରି ତାର 11 ପର୍ବର 24 ପଦ ଜଣେ କିଲେ ପଢନ୍ତୁ। ଏଭ୍ରି 11 ପର୍ବ 24 ପଦରେ କଣ ଲେଖା ହେଇଛି? ବିଶ୍ୱାସ ଦ୍ୱାରା ମୂଷା ବୟସ ପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ। ରିଫ୍ୟୁଜଡ ନା ନାସ୍ତି ମାନେ ରିଫ୍ୟୁଜ ଅଗ୍ରାହ୍ୟ କଲା ସେ। ଆଚ୍ଛା ଏତିକି ମୂଲ୍ୟବାନ ଭାବରେ ରାଜାଙ୍କର କନ୍ୟା ବର୍ତ୍ତମାନ ଏଇ ଫାରୋଙ୍କର କନ୍ୟା ବଢିଲେ ତାକୁ କେତେ ପ୍ରକାର ସୁବିଧା ସୁଯୋଗ ଦେଇନଥିବେ ମଶା। ଆପଣ ଚିନ୍ତା କରନ୍ତୁ ତାଙ୍କର ମଶାଙ୍କର ବିବେକ ବିଷୟରେ ଯଦି ଚିନ୍ତା କରିବା ତାଙ୍କର ବିବେକ ତାଙ୍କ ବିବେକ ମତେ ବାଧା ଦେଇନଥିବ। ସେ ପାଇଥିବା ଅନୁଗ୍ରହ, ସେ ପାଇଥିବା ଦୟା, ସେ ପାଇଥିବା ପ୍ରେମକୁ ସେ କେମିତି ତାଙ୍କ ନାସ୍ତି କରୁଛନ୍ତି। ଯଦି ଯଦି ମଶା ମଣିଷତ୍ୱ ଭାବରେ ବର୍ତ୍ତମାନ ମଣିଷତ୍ୱ ଭାବରେ ଯଦି ମଶା ବର୍ତ୍ତମାନ ଆଁ, ଚିନ୍ତା କରିବେ ତାହେଲେ ତାଙ୍କ ହୃଦୟ ବେଶୀ ରିଗ୍ରେଟଫୁଲ ହେବେ, ସେ ଦୁଃଖ କରିବେ ସେ ନାଇଁ ନାଇଁ ନାଇଁ, ମୁଁ କେମିତି ଏମିତି କରିପାରିବି, ଏମିତି କରିପାରିବି ନାହିଁ। ମତେ ପିଲାଦିନୁ ସେ ବଢେଇଲେ, ଏତେ ବି ସବୁ ଦେଲେ, ମୁଁ ତାଙ୍କୁ କେମିତି ରିଜେକ୍ଟ କରିବି। ବାଇବଲ କହୁଛି ବିଶ୍ୱାସ ଦ୍ୱାରା। କି ପ୍ରକାର ବିଶ୍ୱାସ? ବିଶ୍ୱାସ ଦ୍ୱାରା ମୂଷା ବୟସ ପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି। 25 ପଦରେ ଲେଖା ହେଇଛି ବାଇବଲରେ, ପାପର କ୍ଷଣକୁ ସୁଖ ଭୋଗ ଅପେକ୍ଷା ଈଶ୍ୱରଙ୍କର ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କଲେ। ବହୁତ ଆଶ୍ଚର୍ଯ୍ୟ। ପାପର କ୍ଷଣିକ ସୁଖ ଭୋଗ ଅପେକ୍ଷା ଈଶ୍ୱରଙ୍କର ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କଲେ। ଦେନ ଆମେ ସୁଖ ସମୟରେ ଖୁସି ହେବାର ଜାଣିଛୁ, ବେଶୀ ଭଲ ଜାଣିଛୁ, କିନ୍ତୁ ଦୁଃଖ ସମୟରେ କଷ୍ଟ ସମୟରେ ଆମେ କେମିତି ମ୍ୟାନେଜ କରୁଛୁ ଆମର ହୃଦୟ ଭିତରେ ମଣ୍ଡଳୀ ଆଡକୁ, ପ୍ରଭୁଙ୍କର ଦାସ ଆଡକୁ, ଈଶ୍ୱରଙ୍କ ଆଡକୁ। ଆରେ ମୋର କିଛି ହେଲାନି ଚର୍ଚକୁ ଆସିକି, ହଁ ମୋ ପିଲାଙ୍କର ମଧ୍ୟ କିଛି ନାହିଁ, ପଇସା ପତ୍ର ନାହିଁ, ବେକାର ଚର୍ଚ ଖାଲି ଅଫରିଂ ଦେଇ ଦେଇ ନାଶ ହେଇଗଲା, ମୋର ସବୁ ଘର ଧ୍ୱଂସ ହେଇଗଲା, ଧୋକାରେ ଚଳୁଛି। ଅଲମୋଷ୍ଟ ଆପଣ ମାନେ ସଂକ୍ରମଣ ହେଇସାରିଛନ୍ତି, ଆମେ ଅଲରେଡି ସଂକ୍ରମଣ ହେଇସାରିଛୁ ଶୈତାନ ଦ୍ୱାରା। ଏବେ ଯଦି ମଶାଙ୍କର ହୃଦୟକୁ ଯଦି ଆମେ ଚିନ୍ତା କରିବା, ମୁଁ ଆଶ୍ଚର୍ଯ୍ୟ ହଉଛି ଏ ଯୋଉ ବିଶ୍ୱାସ ଦ୍ୱାରା ଲେଖା ହେଇଛି, ହଁ? ବିଶ୍ୱାସ ବିନା ସେ କେବେ ଏମିତି କରିପାରିନଥାନ୍ତି। ଏବେ ଅବ୍ରାହମ ମଧ୍ୟ ବିଶ୍ୱାସ ବିନା ସେ କେବେ ମଧ୍ୟ ଯାଇପାରିନଥାନ୍ତି ମରିବା ପୁଅକୁ, ନିଜର ପୁତ୍ରକୁ ବଳି ଦେବା। ଏବେ ଆନ୍ଧ୍ରରେ ମଧ୍ୟ ବିଶ୍ୱାସ ବିନା ଦୁଇଟା ଭଜା ମାଛ ଆଉ 5 ରୁଟିକୁ ନେଇକି ଯୀଶୁଙ୍କ ହାତରେ ଦେବାଟା ଅସମ୍ଭବ ତାଙ୍କ ପାଇଁ। ଏ ବିଶ୍ୱାସ କୋଉଠି ଅଛି? ଏ ବିଶ୍ୱାସ ମଶା ତିଆରି କରିନାହାନ୍ତି। ବାଇବଲ ଲେଖା ହେଇଛି ବିଶ୍ୱାସର ବିଶ୍ୱାସ ଆସିବ ରାସ୍ତା ଲେଖା ହେଇଛି ନା। ଅତଏବ ବିଶ୍ୱାସ ଶ୍ରବଣ ଦ୍ୱାରା ଜାତ। କଣ ଶୁଣିଲେ ବିଶ୍ୱାସ ଜାତ ହବ? ଖ୍ରୀଷ୍ଟଙ୍କ ବାକ୍ୟ ଶୁଣିଲେ ବିଶ୍ୱାସ ଆସିବ। ଯୋଉ ଲୋକମାନେ କଷ୍ଟ ପାଇଁ କାନ୍ଦୁଛନ୍ତି, ଯୋଉ ପାଇଁ ଯୋଉ ଲୋକମାନେ ଅଭାବ ପାଇଁ କାନ୍ଦୁଛନ୍ତି, ପରିସ୍ଥିତି ପାଇଁ ଅଭିଯୋଗ କରୁଛନ୍ତି, ତାର ଅର୍ଥ ନାହିଁ, ତାର ପ୍ରକୃତ କାରଣ କଣ ଜାଣିଛନ୍ତି? ସେମାନଙ୍କ ଭିତରେ ବିଶ୍ୱାସ ନାହିଁ, ଯୋଉ ବିଶ୍ୱାସ ପ୍ରଭୁଙ୍କ ବାକ୍ୟ ଭିତରେ ଅଛି। ଆମେ ହେଲେ ପରମେଶ୍ୱରଙ୍କ ବାକ୍ୟକୁ ଯଦି ଆମ ଭିତରେ ଆମେ ପାଇବା ନାହିଁ, ତାହେଲେ ଆମେ ଆମର ଚିନ୍ତାକୁ କହିବା, ଆମେ ଆମର ଫିଲିଙ୍ଗସକୁ କହିବା। ଏବେ ଏକ୍ଜାକ୍ଟଲି ମଉସା ବର୍ତ୍ତମାନ ବିଶ୍ୱାସ ଦ୍ୱାରା ଫାରୋଙ୍କର କନ୍ୟାଙ୍କର ପୁତ୍ର ବୋଲି ଖ୍ୟାତି ହେବାକୁ ନାସ୍ତି କଲେ।
ହଁ ପାପର କ୍ଷଣକୁ ସୁଖ ଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କଲେ। ପୁଣି 26 ପଦ ଦେଖନ୍ତୁ, ପୁଣି ମିଶ୍ରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ। କି କଥା ଏଇଟା? ମିଶ୍ରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କର ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ପୁରସ୍କାର ଦାନର ସମୟ ପ୍ରତି ଦୃଷ୍ଟିପାତ କଲେ। ପିଲା ଦିନରୁ ବର୍ତ୍ତମାନ ଜନ୍ମରୁ ମଶା କଷ୍ଟ ତାଙ୍କର ଲାଇଫ ଷ୍ଟାର୍ଟ। କିନ୍ତୁ ଯେମିତି ବର୍ତ୍ତମାନ ସ୍ପଷ୍ଟ ଭାବରେ ଲେଖା ହେଇଛି ବାଇବଲରେ, ଯୋସେଫଙ୍କର ପିତୃପୁଣ୍ୟ ତାକୁ ବିକ୍ରୟ କଲେ ମିଶ୍ର ଦେଶରେ, କିନ୍ତୁ ସଦା ପ୍ରଭୁ ତାହାଙ୍କର ସହବର୍ତ୍ତୀ ଥିଲେ। ଆମ ଜୀବନକୁ ଯଦି ଆମେ ଦେଖିବା ତାହେଲେ ଆମେ କେବେ ମଧ୍ୟ ଆମର ଜୀବନକୁ ଆମର ହିସାବରେ ଆମେ କେବେ ପରିଚାଳନା କରିପାରିବାନି, ଯାହାକି ପରମେଶ୍ୱର ଆମକୁ ଚାହୁଁଛନ୍ତି କହିବା ପାଇଁ। ଏ ମଉସାଙ୍କର ଜୀବନର ଆରମ୍ଭରୁ ହିଁ ସେ ମାଙ୍କ ଠାରୁ ସେପାରେଟ ହେଇଗଲେ। ବୋଧେ ମାଙ୍କ ଠାରୁ ସେ ଅଲଗା ହେଇଯାଉଛି। ମୁଁ ଯେଉଁ ସାର୍ ଆମର ଚର୍ଚ୍ଚର ଭଉଣୀ ମାନଙ୍କୁ ଦେଖୁଛି, ସେ ସ୍ୱତନ୍ତ୍ର ମା ମାନଙ୍କୁ, ମତେ ରାଗିଲେ ରାଗନ୍ତୁ। ପିଲାମାନଙ୍କୁ ନିଜ ହାତ ମୁଠାରେ ଧରିକି ଚାହୁଁଛନ୍ତି ସେମାନେ ପିଲାମାନଙ୍କର ଭବିଷ୍ୟତ ବହୁତ ଭଲରେ ହଉ। ନାଇଁ ନାଇଁ ପାଷ୍ଟର ମୋ ପୁଅକୁ ମୋ ଝିଅକୁ ଯଦି ଚର୍ଚ୍ଚକୁ ଡାକୁଛନ୍ତି ମୁଁ ଛାଡିବି ନାହିଁ, କାଳେ ମିସଅଣ୍ଡରଷ୍ଟାଣ୍ଡିଂ ବନେଇଦେବେ। ପରମେଶ୍ୱରଙ୍କର ସାମ୍ନାରେ ଯଦି ଆମେ ଚିନ୍ତା କରିବା ତାହେଲେ ମଶା କଣ ଚାହିଁନଥାନ୍ତି? ମଶା ଯୋଉ ଚାହିଁଥିଲେ କଣ ସେ ମିଶ୍ରର ଧନ ଆଉ ରାଜା ଫାରୋଙ୍କର କନ୍ୟାଙ୍କର ପୁତ୍ର ହେବା ପାଇଁ କେତେ ବଡ ପୋଜିସନ ପାଇଥାନ୍ତି। କିନ୍ତୁ ମୁଁ ଯଦି ଦେଖିବି, ଚିନ୍ତା କରୁଛି ଜାଗାରେ ପରମେଶ୍ୱର ମଶାଙ୍କ ପାଇଁ ମଶାଙ୍କ ଭିତରେ କାର୍ଯ୍ୟ କରିଅଛନ୍ତି। ଯଦି ଆପଣ ଯାତ୍ରା ପୁସ୍ତକ 4 ଦେଖିବେ, ଇଏ ମଶା ଯିଏକି ବର୍ତ୍ତମାନ କହୁଛନ୍ତି ବିଶ୍ୱାସ ଦ୍ଵାରା ସେ ରାଜାଙ୍କର କନ୍ୟାଙ୍କର ପୁତ୍ର ହେବା ପାଇଁ ନାସ୍ତି କଲେ, ସେ ମଶା ଦିନ କିଏ ମଶା ଥିଲେ ଜାଣିଛନ୍ତି? ଆପଣ ଯଦି ଯାତ୍ରା ପୁସ୍ତକ 4 ଖୋଲିବେ, ସେଠି ଆପଣଙ୍କର ଏଇଠି ଆମେ ଦେଖିପାରିବା 4 10 ପଦରେ ଦେଖନ୍ତୁ କଣ ଲେଖା ହେଇଛି। ଯାତ୍ରା ପୁସ୍ତକ 4-10 ଲେଖା ହେଇଛି। ଜଣେ କିଲେ ପଢନ୍ତୁ, 10-13 ପଦ ଜଲ୍ଦି ପଢନ୍ତୁ। ଯାତ୍ରା ପୁସ୍ତକ 4 10-13 ପର୍ଯ୍ୟନ୍ତ। ଅନନ୍ତର ମଧ୍ୟ ସଦାପ୍ରଭୁ କହିଲେ, ହେ ପ୍ରଭୁ, ଏ ସମୟ ପୂର୍ବରେ ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ, ହେଁ ମୁଁ ବାକ୍ୟପତି ନୁହେଁ, ମାତ୍ର ମୁଁ ବାକ୍ୟରେ ଧୀର ଓ ଜଡ଼ଜୀର୍ଣ୍ଣ ଅଟେ। ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛି? ପୁଣି ମନୁଷ୍ୟକୁ ମୁଖ ବାବଦରେ ଅବା ଦୃଷ୍ଟି ବିଶିଷ୍ଟ କିଏ ବା ଦୃଷ୍ଟିହୀନ କିଏ କରେ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ? ଏଣୁ ଏବେ ଯାଅ, ଆମ୍ଭେ ତୁମ ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମକୁ ଶିଖାଇବା। ତହିଁରେ ସେ କହିଲେ, ହେ ପ୍ରଭୁ, ମୁଁ ବିନୟ କରୁଅଛି, ଯାହା ଦ୍ୱାରା ପଠାଇବାର ହୁଏ ତାହା ଦ୍ୱାରା ପଠାନ୍ତୁ। ବର୍ତ୍ତମାନ ମୁଁ ଗୁରୁତ୍ୱପୂର୍ଣ୍ଣ ବିଷୟ କହିବାକୁ ଚାହୁଁଛି। ଏ ମଶାଙ୍କ ହୃଦୟର ବିଶ୍ୱାସର କଥା ବାହାରୁଛି। ସେ କଣ୍ଟିନ୍ୟୁ ପ୍ରଭୁଙ୍କୁ ସେ ମନା କରୁଛନ୍ତି, ମୁଁ ଯାଇପାରିବିନି। ସେ କାହିଁକି ନାହିଁ ବୋଲି କହୁଛନ୍ତି? ସେ ନିଜକୁ ଦେଖୁଛନ୍ତି, ସେ ପ୍ରଭୁଙ୍କୁ ଦେଖୁନାହାନ୍ତି, ପ୍ରଭୁଙ୍କୁ ବାକ୍ୟ ଶୁଣୁନାହାନ୍ତି। ସେ ଯଦି କିଛି କହୁଛନ୍ତି ନିଜର ଷ୍ଟୋରି ସେ କହୁଛି, ନିଜର କାହାଣୀ କହୁଛନ୍ତି, ନିଜର କଥା କହୁଛନ୍ତି, ନିଜର ଚିନ୍ତାକୁ ସେ କଣ୍ଟିନ୍ୟୁ କହୁଛନ୍ତି। ମାତ୍ର ପରମେଶ୍ୱର କଣ କଲେ? ଜାଗା 14 ତହିଁରେ ମଶାଙ୍କ ପ୍ରତି ସଦାପ୍ରଭୁ କ୍ରୋଧ ପ୍ରଜ୍ୱଳିତ ହେଲା। ତେଣୁ ସେ କହିଲେ, ଲେବ୍ୟ ଧାରଣ କି ତୁମର ଭାଇ ନୁହେଁ? ଆମ୍ଭେ ଜାଣୁ ସେ ସୁବକ୍ତା, ଆଉ ଦେଖ ସେ ତୁମ ସଙ୍ଗରେ ସାକ୍ଷାତ କରିବାକୁ ଆସୁଅଛି, ପୁଣି ତୁମକୁ ଦେଖି ହୃଷ୍ଟଚିତ୍ତ ହବ। ପରମେଶ୍ୱର ବର୍ତ୍ତମାନ ମଶାଙ୍କୁ ବିରକ୍ତ ହଉଛନ୍ତି ଜାଗାରେ, କିନ୍ତୁ ବିରକ୍ତ ହେଲା ପରେ ମଧ୍ୟ ପରମେଶ୍ୱର ମଶାଙ୍କୁ ତାଙ୍କର ଦେଇଥିବା ପ୍ରତିଜ୍ଞା ଓହରି ଯାଉନାହାନ୍ତି। ଯଦି ଆପଣ ଦେଖିବେ ଏଠି
28 ପଦରେ 4 ପର୍ବରୁ ସେତେବେଳେ ମୋଶା ସଦାପ୍ରଭୁଙ୍କ ପ୍ରେରିତ ସମସ୍ତ ବାକ୍ୟ, ଅଧା ନାହିଁ, କେତେଟା ବାକ୍ୟ? ସମସ୍ତ। ସେତେବେଳେ ମୋଶା ସଦାପ୍ରଭୁଙ୍କ ପ୍ରେରିତ ସମସ୍ତ ବାକ୍ୟ ଓ ତାହାଙ୍କର ଆଜ୍ଞାପିତ ସମସ୍ତ ଚିହ୍ନ ହାରଣକୁ ଜଣାଇଲେ। ଏବେ ମୋଶା ପୁରାପୁରି ବଦଳି ଗଲେ। କଣ ବଦଳି ଗଲେ? କିଛି ସ୍ୱତନ୍ତ୍ର ନାହିଁ। ଏଇଟା ଇଟ୍ସ ଭେରି ସିମ୍ପଲ, ବହୁତ ସହଜ। ପୂର୍ବରୁ ସେ ନିଜର ଚିନ୍ତାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦଉଥିଲେ। ତାଙ୍କୁ ଯୋଉଟା ଲାଗୁଥିଲା ସେଇଟା ସେ କହୁଥିଲେ, ତାଙ୍କୁ ଯୋଉଟା ଅନୁଭବ ଲାଗୁଥିଲା ତାଙ୍କୁ ସେଇଟା କହୁଥିଲେ, ତାଙ୍କ ବିବେକ ତାଙ୍କୁ ଯାହା କହୁଥିଲା କହିବା ପାଇଁ ସେଇଟା କହୁଥିଲେ। ଏବେ ପରମେଶ୍ୱର ତାଙ୍କୁ ସହଭାଗିତା କରୁଛନ୍ତି। 10 ପଦରୁ କଣ୍ଟିନ୍ୟୁ ପ୍ରଭୁ ଯଦି ଆପଣ ପଢିବେ ପରେ ପରମେଶ୍ୱର ତା ସହିତ କଥାବାର୍ତ୍ତା କରୁଛନ୍ତି, ସହଭାଗିତା କରୁଛନ୍ତି। କାହିଁକି ପାଷ୍ଟରଙ୍କ ସହିତ ମୋର ହୃଦୟ ମିଶୁନାହିଁ? ଖାଲି ବିଚାର କରିବାର ହୃଦୟ ଆସୁଛି। କଣ ପାଇଁ ବିଚାର କରିବା ପାଇଁ ହୃଦୟ ଆସୁଛି? ନାଇଁ ନାଇଁ, ଏ ପାଷ୍ଟର ବେଶୀ ଆମକୁ ଆଘାତ କରୁଛି, ଦରକାର ନାହିଁ, ୟାଡକୁ ହୃଦୟ ବନ୍ଦ କରିଦେ, ଆଉ ଗୋଟେ ପାଷ୍ଟର ଖୋଜିବ। ସେ ପାଷ୍ଟର ସହିତ କଥାବାର୍ତ୍ତା କରିକି ଏ ପାଷ୍ଟର ବିଷୟରେ ଡିସ୍କସନ କରିକି ଆରେ ଏମିତି ଏମିତି ସେ ପାଷ୍ଟରଙ୍କର ଟିକେ କଥାବାର୍ତ୍ତା ଠିକ ନାହିଁ, ତାର ବେଶୀ ଏମିତି ଅଛି ସେମିତି ଅଛି ସେମିତି ଅଛି, ଆମକୁ ଭଲ ଲାଗୁନାହିଁ ପାଷ୍ଟର, ଇଏ ପାଷ୍ଟର ଚେଞ୍ଜ ହେଲେ ହେଇଯିବ। କଣ ଅର୍ଥ ଏଇଟା? ଯଦି ଆମେ ପରିସ୍ଥିତି ଖୋଜୁଛୁ, ଉତ୍ତମ ପରିସ୍ଥିତି ଖୋଜୁଛୁ, ଏବେ ପରମେଶ୍ୱର ବର୍ତ୍ତମାନ ମଶାଙ୍କୁ ଦେଖୁଛନ୍ତି, କଥା ହଉଛନ୍ତି, ମଶା ଚଲେଇଛନ୍ତି ତାଙ୍କର ଚିନ୍ତା କରିବା, କିନ୍ତୁ ପରମେଶ୍ୱରଙ୍କ ହୃଦୟ ଦହଲୁ ନାହିଁ। କୋଉ ସମୟରେ ବେଶୀ ଇଣ୍ଟରେଷ୍ଟିଂ ଟାଇମକୁ ସ୍ପେଣ୍ଡ କରିଥାନ୍ତି? ଯେଉଁ ସମୟରେ ବର୍ତ୍ତମାନ ମଶାଙ୍କର ସମସ୍ତ ଚିନ୍ତାକୁ ପରମେଶ୍ୱର ଭାଙ୍ଗି ଚୁରମାର କରିଦଉଛନ୍ତି। ଯେଉଁ ସମୟରେ ପରମେଶ୍ୱର କଣ୍ଟିନ୍ୟୁ ମଶାଙ୍କୁ ସବୁ ତାର ଫିଲିଙ୍ଗସକୁ, ତାର ବିବେକକୁ, ତାର ସମସ୍ତ ନିଜର ଆତ୍ମକେନ୍ଦ୍ରୀୟ ବିଷୟକୁ ସେ ଭାଙ୍ଗି ଚୁରମାର କରିଦଉଛନ୍ତି। ଏ ମଶା ବହୁତ ସୁନ୍ଦର ଭାବରେ ସମସ୍ତ ପ୍ରଭୁଙ୍କର ବାକ୍ୟକୁ ସେ ଡେଲିଭରି କରୁଛି। ସେ ମଶା ବର୍ତ୍ତମାନ ବିଶ୍ୱାସ ଦ୍ଵାରା ଫାରୋଙ୍କର କନ୍ୟାଙ୍କ ପୁତ୍ର ହେବା ପାଇଁ ନାସ୍ତି କରୁଛନ୍ତି। ତାପରେ କ୍ଷଣକୁ ସୁଖ ଭୋଗ ଅପେକ୍ଷା ଖ୍ରୀଷ୍ଟଙ୍କର ନିନ୍ଦା ପାତ୍ର, ଖ୍ରୀଷ୍ଟଙ୍କ ଲୋକମାନଙ୍କ ସହିତ ଦୁଃଖ ଭୋଗ କରିବା ପାରୁଛନ୍ତି। ମୁଁ ବେଶୀ ଧନ୍ୟବାଦ ଅଟେ ଗୋଟେ ବିଷୟ ପାଇଁ, ଏ ମଣ୍ଡଳୀରେ ପରମେଶ୍ୱର ଆମକୁ ଏବେ ମଧ୍ୟ କହୁଛନ୍ତି, ତମେ କେବେ ମଧ୍ୟ ନିଜର ଚିନ୍ତା, ନିଜର ଧାର୍ମିକତାକୁ ତମେ ସ୍ଥାପନ କର ନାହିଁ। ଯଦି ତମେ ନିଜର ଧାର୍ମିକତାକୁ ସ୍ଥାପନ କରିବ ତାହେଲେ କୌଣସି କ୍ଷେତ୍ରରେ ତମେ ବଞ୍ଚି ପାରିବନି। ପରମେଶ୍ୱର ପାଷ୍ଟର ମାନଙ୍କ ଦ୍ଵାରା କ୍ରମାଗତ ଭାବରେ ଭାଙ୍ଗିବାର କାମ କରୁଛନ୍ତି। ସେଥିପାଇଁ ପରମେଶ୍ୱର ମଶାଙ୍କ ଲାଇଫରେ ଏତେ କଷ୍ଟ ଆଣିଲେ, ନଳ ନିମିତ୍ତ ପିଢିରେ ଭାସୁଛନ୍ତି ସେ ବର୍ତ୍ତମାନ ନୀଳ ନଦୀରେ। ଏ ପରିସ୍ଥିତିରେ ଯଦି ଭାବିବା, ମାତ୍ର ଇଚ୍ ମୋମେଣ୍ଟ, ପ୍ରତି ମୁହୂର୍ତ୍ତରେ ପରମେଶ୍ୱର ମଶାଙ୍କ ସହିତ ଥିଲେ। ପରମେଶ୍ୱର କଣ୍ଟିନ୍ୟୁ ବର୍ତ୍ତମାନ ମଶାଙ୍କ ପାଇଁ କାମ କରୁଛନ୍ତି। ଯେଉଁ ସମୟରେ ଫାରୋ ରାଜା ଆଦେଶ ଦେଲେ ମାରିବା ପାଇଁ ଶିଶୁମାନଙ୍କୁ, ସେ ସମୟରେ ପରମେଶ୍ୱର ବନେଇଲେ ମଶାଙ୍କୁ ଧାର କରିବା। ଏବେ ବର୍ତ୍ତମାନ ରାଜାଙ୍କର କନ୍ୟା ଯେଉଁ ସମୟରେ ସେ ପୁତ୍ରକୁ ଧରିକି ଆସୁଛନ୍ତି, ବର୍ତ୍ତମାନ ସେ ତାଙ୍କ ମାଙ୍କୁ ହିଁ ଡକା ହଉଛି କ୍ଷୀରକୁ ପିଇବା ପାଇଁ। ଏଟା କଣ ଈଶ୍ୱରଙ୍କର କାର୍ଯ୍ୟ ନାହିଁ? ଯୋଉ ମା ବର୍ତ୍ତମାନ ସେ ଛୁଆକୁ ନଳ ନିମିତ୍ତ ଭିତରେ ଛାଡିଦେଲେ ପେଡିରେ, ସେ ମା ପାଖକୁ ଆଉ ଥରେ ଛୁଆ ଅଣା ଯାଉଛି ନା? ଯଦି ସେ ମା ଯଦି ନିଜର ଇମୋସନ ଚିନ୍ତାରେ, ଭାବ ପ୍ରବଣତାରେ ଯଦି ସେ ପିଲାକୁ, ମଉସାକୁ ଯଦି ଛାଡି ନଥାନ୍ତେ, ଏବେ କଥା ନୀଳ ନଦୀରେ ନଳ ନିମିତ୍ତ ପିଢିରେ ଏକ୍ଜାକ୍ଟଲି ଲେଖା ହେଇଛି ବାଇବଲ, ବସେଇ ଦେଲେ। ତାଙ୍କ ପାଖରେ କେତେ କଷ୍ଟ ଥିବ, ଆରେ ମୋ ପୁଅକୁ ମୁଁ ଏବେ ବସେଇଦେବି। ମାତ୍ର ବର୍ତ୍ତମାନ ଏକ୍ଜାକ୍ଟଲି ବର୍ତ୍ତମାନ ମା ଆଉ ଥରେ ସେ ପୁଅକୁ ଫେରି ପାଉଛନ୍ତି ଫାରୋ ରାଜାଙ୍କର କନ୍ୟାଙ୍କ ଦ୍ୱାରା। ଯଦି ଆମର ଏ ବିଷୟ ଚିନ୍ତା କରିବା ତାହେଲେ ଆମେ ବି ସମାନ ଲୋକ। ଯାହା କିଛି ମୁଁ ଧରିବାକୁ ଚାହୁଁଛି ତାହା ମୁଁ ହରେଇବି, ମତେ ଯାହା ମୁଁ ହରଉଛି ପରମେଶ୍ୱର ମତେ ଦେବେ। ବର୍ତ୍ତମାନ ମଉସା
ପରମେଶ୍ୱର ଫେଲୋସିପ କରୁଛନ୍ତି ଜାଗା କଣ୍ଟିନ୍ୟୁ ବର୍ତ୍ତମାନ ମଉସା ବର୍ତ୍ତମାନ ଫାର ରାଜା ପାଖକୁ ବର୍ତ୍ତମାନ ଗଲେ ସେ ପରମେଶ୍ୱର ବାକ୍ୟ ଧରିକି ସେ ଗଲେ। ଆମେ ଯେଉଁ ସାର୍ କଷ୍ଟକର ସମୟରେ ଅଭାବ ସମୟରେ ପରିସ୍ଥିତି ସମୟରେ ଆମେ ସମ୍ମୁଖୀନ କରୁଛୁ ଆମେ ଭାଙ୍ଗି ପଡିଆ ଲୋକ ଆମେ ମଶାଙ୍କ ପରି କହିବା ଲୋକ ପ୍ରଭୁ ମୁଁ ବାକ୍ୟର ଜଳ ପାରିବି ନାହିଁ ମୁଁ ଦୁର୍ବଳ ମାତ୍ର ଅପର ପକ୍ଷରେ ମତେ ମଣ୍ଡଳୀ କଣ କହୁଛି ଅପର ପକ୍ଷରେ ମତେ ପାଷ୍ଟର ପାଦାଣୀ କଣ କହୁଛନ୍ତି ଅପର ପକ୍ଷରେ ପ୍ରଭୁ କଣ କହୁଛନ୍ତି ଅପର ପକ୍ଷରେ ଡିକର ମାନେ କଣ କହୁଛନ୍ତି ମତେ ତାହା ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ ମୁଁ ମୋର ସରମନର ଫାଷ୍ଟ କହିଥିଲି ଗୋଟେ କାହାଣୀ ରାଜା କାହିଁକି ତାକୁ ମାରିଲେନି ଜାଣିଛନ୍ତି ରାଜା ପ୍ରଥମ ଷ୍ଟେପରେ ପ୍ରଥମ ସ୍ଥିତିରେ ଦେଖିଲେ ରାଗ ଆସିଥିବ ରାଜାଙ୍କର ବିରକ୍ତ ହେଇଥିବେ ବର୍ତ୍ତମାନ କିନ୍ତୁ ରାଜା ଚିନ୍ତା କଲେ ଦ୍ୱିତୀୟ ଭାଗ ରାଜା ଚିନ୍ତା କଲେ ଇଏ ଆକୁ ଯଦି ମୋର କ୍ରୋଧକୁ ଯଦି ମୁଁ ଆପ୍ଲାଏ କରିବି ଆକୁ ମୁଁ ଯଦି ପ୍ରତିଶୋଧ ନେବି ଆକୁ ମୁଁ ମାରିଦେବି ମୋର ହିଁ କ୍ଷତି କାହାର ଜୀବନକୁ ଧରିବାକୁ ଚାହୁଁଛୁ ଆମର ଜୀବନ ଏଇଟା ଏଇଟା ଆମର ଜୀବନ ନାହିଁ ଭାଇ ବନ୍ଧୁ ଏଇଟା ପରମେଶ୍ୱର ଦେଇଥିବା ଜୀବନ ଆଉ ତାকে ନେଇଯିବୁ ତାଙ୍କ ପାଖକୁ ଆମର ଅଧିକାର ନାହିଁ ପରମେଶ୍ୱର ଅଲରେଡି ମୋ ସାଙ୍ଗ ପାଇଁ ପ୍ଲାନ୍ କରିସାରିଛନ୍ତି କୁଇ ଭାଷାରେ ଗୋଟେ ଗୀତ ଅଛି ଆନାଡା ସୋସାମଜି ଜିଉତିନି ବୁର୍ଜା ମାଜି ନତୁଚେଟା ପାନାଡାଏ ବାହାବା ତ୍ରେବିଞ୍ଜ ସତରେ ଆମେ ଆମର ଦେଖୁଛୁ ବର୍ତ୍ତମାନ କିଛି ଦିନ ଗଲା ପରେ ବର୍ତ୍ତମାନ ରାଇକାରୁ ଆଗକୁ ଗୁଞ୍ଜି ବାଡିରେ ଗୋଟେ 10 କ୍ଲାସର ପିଲା ଭୋଜି ଘରେ ଯାଇଥିଲା ଆଉ ହଠାତ୍ ସେ ପଡିଗଲା ସେ ଜାଣିଥିଲା ସେ ଜାଣିନଥିଲା ସେ ଭାସିକି ପଳେଇଲା 2 ଦିନ ପରେ ତାର ଡେଡ୍ ବଡି ପାଇଲେ ଫେସବୁକ୍ ଦେଖୁଥିଲି କିଛି ଦିନ ଗଲା ଗୋଟେ ବହୁତ ବଡ ବଡି ବିଲ୍ଡିଂ ପଞ୍ଜାବୀ ଲୋକ ବହୁତ ବଡ ବଡି ବିଲ୍ଡର ଗୋଟେ ହାର୍ଟ ଆଟାକ୍ ହେଇକି ମରିଗଲା ଦେଖ ଆଶ୍ଚର୍ଯ୍ୟ ବାଇବଲ ଲେଖା ହେଇଛି ସଦାପ୍ରଭୁ ଜୀବନ ଦେଇଥାନ୍ତି ସଦାପ୍ରଭୁ ମୃତ୍ୟୁ ଘଟାନ୍ତି ଆମେ ପ୍ରଭୁ ଆମକୁ ଜୀବନ ଦେଇଛନ୍ତି ଦରକାର ଦ୍ୱିତୀୟ ପର୍ଯ୍ୟାୟର ଚିନ୍ତା ଦରକାର ଆମର କଷ୍ଟ ଆମର ପରିସ୍ଥିତି ଆମର ହୃଦୟକୁ ମେଣ୍ଟେନ କରିବା ପାଇଁ ଆମର ହୃଦୟକୁ ଧରି ରଖିବା ପାଇଁ ଆମେ ଆମର ଦ୍ୱାରା କରିପାରିବାନି ପ୍ରଥମ ଡିମୋସନରେ ପ୍ରଥମ ସ୍ତରରେ ରାଜା ରାଗିବେ ପ୍ରତିଶୋଧ ନେବେ ତାକୁ ବିରକ୍ତ ହେଇକି ତାକୁ ହତ୍ୟା କରିବେ ଏଟା ହଉଛି ଗୋଟେ ମଣିଷର ପ୍ରକୃତି ଆଘାତ ଆସିଲେ ମାତ୍ର ରାଜାଙ୍କ ଦ୍ୱିତୀୟ ପର୍ଯ୍ୟାୟର ଚିନ୍ତା କରିବାର ମଧ୍ୟ ସିଷ୍ଟମ ଥିଲା ସେ ତାକୁ ସୁଯୋଗ ଦିଆଯାଉ ସତରେ ପରମେଶ୍ୱର ଆମର କହିବାକୁ ଚାହୁଁଛନ୍ତି ଏବେ ମୋ ସାହାଯ୍ୟ ବର୍ତ୍ତମାନ କଣ୍ଟିନ୍ୟୁ ତାର ଚିନ୍ତା କରୁଛନ୍ତି କି ପ୍ରଭୁ ତାକୁ ବନେଇଲେ ଯେଉଁ ସମୟରେ ଆମେ କଥାବାର୍ତ୍ତା ମଧ୍ୟ କରିବା ଆମେ ଯେଉଁ ସମୟରେ ଚର୍ଚ୍ଚ ସହିତ ଆମର ହୃଦୟ ଖୋଲିବା ପାଷ୍ଟର ସହିତ ଆମର ହୃଦୟ ଖୋଲିକି ମୁଁ କଥା ହେବି ଏଟଲିଷ୍ଟ ମୋ ପାଟି ଖୋଲିକି ନାହିଁ ମୋର ହୃଦୟ ଖୋଲିକି ମୁଁ କଥା ହେବି ଯେଉଁ ସାର୍ ଆମର ଭିତରେ ଆଳାପ ବିଳାପ ହବ ଉତ୍ତର ପ୍ରତ୍ୟୁତ୍ତର ହବ କଥାବାର୍ତ୍ତା ହବ ମୁଁ ବିଶ୍ୱାସ କରୁଛି ସମସ୍ତ ଶରୀରରୁ ବାହାରୁଥିବାର 28 ମଶା ସେଥିରେ ମଶା ସଦାପ୍ରଭୁ ପ୍ରତି ସଦାପ୍ରଭୁଙ୍କ ପ୍ରେରିତ ସମସ୍ତ ବାକ୍ୟ ଗୋଟେ ବି ଛାଡିନାହାନ୍ତି ସେ ଆମେ ଗୋଟେ ବି ଛାଡିନା ସମସ୍ତ ବାକ୍ୟକୁ ଯାଇକି ଡେଲିଭରି ଆଜି ଆମେ ଯଦି ଆମର ହୃଦୟକୁ ଯଦି ଆମେ ପ୍ରକାଶ କରୁଛୁ ଦୁର୍ବଳତା ହଉ ରାଗ ହଉ କ୍ରୋଧ ହଉ ଅଭିଯୋଗ ହଉ ଅବିଶ୍ୱାସ ଏନିଥିଙ୍ଗ କିଛି ସମସ୍ୟା ନାହିଁ